ସ୍ନେହର ପିଲାମାନେ ବିରିୟାନୀ ଏକାଡେମୀ ତମମାନଙ୍କୁ ସ୍ୱାଗତ ଜଣାଉଛି। ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଯାହାକି ତମେ ଓପିଏସସି କହୁଛ। ଓପିଏସସି ପିଜିଟି ଓଡ଼ିଆ କ୍ଲାସର ଏ ହେଉଛି ପ୍ରଥମ ଡେମୋ କ୍ଲାସ୍ ଯାହାକି ବିରିୟାନୀ ଏକାଡେମୀ ତୁମକୁ ଯୋଗାଇ ଦେଇଛି। ଯେଉଁ ବିରିୟାନୀ ଏକାଡେମୀ ତୁମମାନଙ୍କୁ କେତେ କରୁଥିବା ନମ୍ବରକୁ ମୁଁ ଡେସ୍କ୍ରିପସନ୍ ବକ୍ସରେ ଦେଇଦେବି ଆଉ କ୍ଲାସ୍ ଭିଡ଼ିଓ ସେୟାର କରିଦେବି। ତୁମମାନଙ୍କର ପାଖାପାଖି ସମସ୍ତଙ୍କର ପିଜିଟି ଓଡ଼ିଆ ସିଲାବସ୍ ଆସି ସାରିଥିବ ଆଉ ତୁମମାନେ ପାଇସାରିଥିବ। ପ୍ରଥମେ ଆମେ ଆଖି ପକାଇଦେବା ଟିକେ ପିଜିଟି ଓଡ଼ିଆ ସିଲାବସ୍ରେ କ'ଣ କ'ଣ ଟପିକ୍ ଅଛି। ତାପରେ ଏଇଟା ଯେହେତୁ ପ୍ରଥମ ତୁମର ଡେମୋ କ୍ଲାସ୍, ଯେଉଁମାନଙ୍କୁ ଭଲ ଲାଗିଲା କ୍ଲାସ୍ କେମିତି ଲାଗିଲା ମତାମତ ନିହାତି ଦେବେ, କିନ୍ତୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଅଧା ଖଣ୍ଡିଆ ଦେଖିଲେ କୌଣସି ଜିନିଷ କେବେ କମ୍ପ୍ଲିଟଲି ବୁଝି ହୁଏନି। ହୋପ୍ ତୁମେମାନେ ମୋ କଥାକୁ ଭଲସେ ବୁଝି ସାରିଥିବ ଆଉ କାଳ ବିଳମ୍ବ କରିବାନି। କୌଣସି ଅଧିକା କଥା ନାହିଁ, ସିଧା ଆସିବା ଟପିକ୍ ଉପରକୁ। ମୁଁ ଏବେ ସ୍କ୍ରିନ୍ଟି ସେୟାର କରୁଛି। ଆମେ ଦେଖିବା ଏବେ ସିଲାବସ୍ଟି କ'ଣ ଅଛି। ପିଲାମାନେ ତୁମର ପାର୍ଟ 1 ପାର୍ଟ 2 ଦୁଇଟା ପାର୍ଟରେ ଅଛି, ଯାହାକୁ ତୁମେ ପ୍ରିଲିମ୍ସ ଆଉ ମେନ୍ସ କହୁଛ। ତ ପେପର 1ରେ କ'ଣ ଅଛି? ଓଡ଼ିଆ ଭାଷାର ଇତିହାସ ଓ ଓଡ଼ିଆ ସାହିତ୍ୟର ଇତିହାସ। ଏଥିରେ କ'ଣ ପଢ଼ିବା ନା ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ। ଆଦିକାଳରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ କ'ଣ କ'ଣ ଘଟିଥିଲା, କ'ଣ କ'ଣ ପରିବର୍ତ୍ତନ ହେଲା, କେଉଁ କେଉଁ ସ୍ତରରୁ ଆସି ବିକଶିତ ଢଙ୍ଗରେ ଓଡ଼ିଆ ଭାଷା ଆଜି ଆଧୁନିକ ଓଡ଼ିଆ ଭାଷା ସହିତ କେମିତି ସମ୍ବିଧାନର ଭାଷାରେ ସ୍ୱୀକୃତି ପ୍ରାପ୍ତ କରି ନିଜର ମାନ ଓ ମର୍ଯ୍ୟାଦାକୁ ବଢ଼ାଇ ପାରିଛି, ତା ବିଷୟରେ ଆମେ ପଢ଼ିବା। ତା ସହିତ ଓଡ଼ିଆ ଭାଷାର ସଂସ୍କୃତ ଆଉ ପାଲି, ତା ସହିତ ପ୍ରାକୃତ ଭାଷା ସହିତ ସମ୍ପର୍କଟା କ'ଣ ବୁଝିବା। ଯେତେବେଳେ ଆମେ ଭାଷା ପଢ଼ୁଛନ୍ତି, ଭାଷା ବର୍ଣ୍ଣ, ଲିପି, ଧ୍ୱନି ଏ ମିଶ୍ରଣ ସହିତ ଶବ୍ଦର ଗଠିତ, ଯାହାକୁ ଆମେ କହୁଛନ୍ତି ଏକ ବା ଏକାଧିକ ବର୍ଣ୍ଣର ସମ୍ମିଶ୍ରଣରେ ଯେଉଁ ଜିନିଷଟି ଉତ୍ପନ୍ନ ହୁଏ ତାହାକୁ ଆମେ ପ୍ରାତିପଦିକ ବା ଆମେ ଶବ୍ଦ କହିବା। ସେଇ ଶବ୍ଦଟି ବାକ୍ୟର ବ୍ୟବହାର ହେଲେ ସେ ପଦ ଆକାରରେ ପରିଗଣିତ ହେଲା। ଯେଉଁ ପଦକୁ ପରେ ପରେ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା ଗଲା, ସେ ଗଲା ଓଡ଼ିଆ ବ୍ୟାକରଣ ବିଭାଗ, ଯାହାକି ଓଡ଼ିଆ ଭାଷାର ଶୃଙ୍ଖଳା ଶାସ୍ତ୍ର କହିଲେ ଅତ୍ୟୁକ୍ତି ହବ ନାହିଁ। ତାପରେ ସେଇ ଯେଉଁ ଶବ୍ଦ ଭଣ୍ଡାରରେ ଆମେ କ'ଣ ପଢ଼ିବା? ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ। ବୈଦେଶିକ ମାନଙ୍କର ଆମ ଭାଷା ଉପରେ କ'ଣ କ'ଣ ପ୍ରଭାବ ପଡ଼ିଥିଲା ତାକୁ ବି ଆମେ ପଢ଼ିବା। ୟୁନିଟ୍ 5ରେ ତମର ଯେଉଁ ଅଛି ଓଡ଼ିଆ ସାହିତ୍ୟର ଇତିହାସ ଆଦି ପର୍ଯ୍ୟନ୍ତ, ଯେଉଁଥିରେ ବୌଦ୍ଧ ଗାନ, ଦୁହା, ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ, ପ୍ରାଚୀନ ଓଡ଼ିଆ କବିତାର ସ୍ୱରୂପ, ତା ବିଷୟରେ ବି ଆମେ ଆଲୋକପାତ କରିବା। ୟୁନିଟ୍ 6ରେ କ'ଣ ରହିଲା ପିଲାମାନେ? ଓଡ଼ିଆ ସାହିତ୍ୟ ଇତିହାସର ମଧ୍ୟ ପର୍ଯ୍ୟାୟ କ'ଣ? ଓଡ଼ିଆ ପୁରାଣ, ସନ୍ଥ ସାହିତ୍ୟ, ପ୍ରାକ୍, ରୀତି, କାବ୍ୟଧାରା। ୟୁନିଟ୍ 7ରେ କ'ଣ ରହିଲା? ଓଡ଼ିଆ ସାହିତ୍ୟର ଇତିହାସ କ'ଣ ଉତ୍ତରରୁ ମଧ୍ୟ ପର୍ଯ୍ୟନ୍ତ, ଯେଉଁଥିରେ କ'ଣ ଆସିଲା? ରୀତି ସାହିତ୍ୟ ବହି ଆସିବ, କାହିଁକିନା ମଧ୍ୟଯୁଗରେ ଥିଲା। ତା ସହିତ ଓଡ଼ିଆ ପଦାବଳୀ, ଯେଉଁ ପଦାବଳୀକୁ ଆମେ କ'ଣ ଦୁଇ ପାଦରେ ଏକ ପଦ ହୁଏ, ଅଳଙ୍କାର, ଛନ୍ଦ, ରୂଢ଼ି ବିଷୟ ମିଶିକି ତା ଭିତରେ ଆସିଯିବ ହେଲା। ଜିନିଷ ହେଉଛି ମେନ୍ ଟପିକ୍ ଏଇଠି ୟୁନିଟ୍ 8ରେ ଅଛି କ'ଣ? ଓଡ଼ିଆ ସାହିତ୍ୟର ନବଜାଗରଣ, ପତ୍ର ପତ୍ରିକା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ, କବିତା, ନାଟକର କ୍ରମ ବିକାଶ ଆମେ ଦେଖିବା। ଯେଉଁଥିରେ ଆମେ ଜଗମୋହନ ଲାଲା, ଯିଏକି ଓଡ଼ିଆ ନାଟକର ସ୍ରଷ୍ଟା, ତାଙ୍କୁ ପଢ଼ିବା। ତା ସହିତ କାହାକୁ କାହାକୁ ପଢ଼ିବା ନା ଓଡ଼ିଆ ସାହିତ୍ୟର ବିଶେଷ ଅନୁଶୀଳନ। ଏଥିରେ ଆମର କ'ଣ? ଯାହାଙ୍କର କଳାକୃତି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି, ଯାହାଙ୍କର କୀର୍ତ୍ତି କାଳଜୟୀ, ଯାହାଙ୍କର କୀର୍ତ୍ତି ଆମ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଗଠନ ଶୈଳୀକୁ ଆଜି ସୁଦୃଢ଼ ଆଉ ସାବଲୀଳ କରିପାରିଛି, ଯାହାକୁ ଆମେ କହୁଛନ୍ତି ଓଡ଼ିଆ ଇଜ୍ ଏ ଫୋନେଟିକ୍ ଲାଙ୍ଗୁଏଜ୍, ଧ୍ୱନ୍ୟାତ୍ମକ ଭାଷା। ଯେଉଁ ବେଦ ଶାସ୍ତ୍ର ଆସିଛି, ଯେଉଁ ପ୍ରାକୃତ ଭାଷାକୁ ଲେଖାଯାଇଛି, ଯେଉଁ ପାଲି ଭାଷା ଓଡ଼ିଆ ଭାଷାରୁ କନଭର୍ଟ ଆସିଛି, ସବୁ ଜିନିଷକୁ ଯେଉଁ ରଚିତ ହେଇଛି, ତାର ଆମର ବିଭିନ୍ନ କବିଙ୍କର କବିତା, ଗଳ୍ପାବଳୀ, ରଚନା ଶୈଳୀ, ଉପନ୍ୟାସ,
ତାଙ୍କର ବିଭିନ୍ନ କାଳଜୟୀ ରଚୟିତା ଆମକୁ ପଢିବା। ସେଥିରେ କିଏ ରହିଲେ ନା ପଞ୍ଚସଖା ଆସିଗଲେ। ପଞ୍ଚସଖା ଭିତରେ ସାରଳା ଦାସ ତ ପଞ୍ଚସଖାରେ ଯିବେନି, ତଥାପି ଆମେ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତ ଦାସ ଆମେ ପଢିବା। ଯୋଉ ସାରଳା ଦାସ କେମିତି ସାରଳା ଝଙ୍କଡ଼ ବାସିନୀ ହେଇକି ଆମର କଣ ନାଇଁ ସିଦ୍ଧେଶ୍ୱର ପଡାରୁ ସାରଳା ଦାସ ହେଲେ, ତାଙ୍କର ବିଷୟରେ ପୁରା ଡିଟେଲସରେ ପଢିବା, ତାଙ୍କର କଳାକୃତି ପଢିବା। ଯୋଉ ବଳରାମ ଦାସ, ଯୋଉ ଜଗନ୍ନାଥ ଦାସଙ୍କ ରଚନା ଆଜି ସାହିତ୍ୟକୁ ତାଙ୍କ ବିଷୟରେ ପଢିବା। ତା ସହିତ ବର୍ଷା ଦାସ, ନାରାୟଣାନନ୍ଦ, ଅବଧୂତ ସ୍ୱାମୀ, ମାର୍କଣ୍ଡ ଦାସ, ଦେବଦୁର୍ଲ୍ଲଭ ଦାସ, ଦୀନକୃଷ୍ଣ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର, କବି ସୂର୍ଯ୍ୟ ବଳଦେବ ରଥ, ବ୍ରଜନାଥ ବଡ଼ଜେନା, ଗୋପାଳକୃଷ୍ଣ ବନମାଳୀ, ସନ୍ଥ କବି ଭୀମ ଭୋଇ। ତା ସହିତ ଆସିଲା ଫିରୋଜ ପାଖକୁ, ଯିଏକି ବ୍ୟାସ କବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ। ତାପରେ ତମର କଣ ପଡିବ ନାଇଁ ମଧୁସୂଦନ ରାଓ, ତାଙ୍କର କବିତା କାବ୍ୟ ପଢିବା। ତା ସହିତ ରମାଶଙ୍କର ରାୟ ପଢିବା। ଓଡ଼ିଆର ମୌଳମଣି, ଯିଏକି ଆମେ ଯାହାକୁ କହୁଛନ୍ତି ସ୍ୱଭାବର କବି, ସୁଦୂର ସମ୍ବଲପୁରର କବି ଗଙ୍ଗାଧର ମେହେରୁ, ବିଶ୍ୱନାଥ କର, ପଲ୍ଲୀକବି ନନ୍ଦକିଶୋର ବଳ, ନୀଳକଣ୍ଠ ଦାସ, କାଳଞ୍ଜନ ପଟ୍ଟନାୟକ, କାଳଞ୍ଜନ ପାଣିଗ୍ରାହୀ, ସଚୀ ରାଉତରାୟ, ଯାହାଙ୍କ କାବ୍ୟ ଆମେ ପଢିବା। କଣ ଯୋଉ ବାଜି ରାଉତଙ୍କ ପାଇଁ ଚିତା ଯାହାର ଜଳୁଛି ଚିତା, ସେ ବିଷୟରେ ପଢିବା। ଯେ ଯୋଉ ବାଜି ରାଉତଙ୍କର କବିତାକୁ ଲେଖିଛନ୍ତି, କି ସାନ୍ନିଧ୍ୟକର, ପଢିବା। ତା ଭାବ ରସରେ ପଢିବା। ତା ସହିତ ଗୋଦାବରୀ ସୀମା ପାତ୍ର, ଆମର ଗାଳ୍ପିକ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିନୋଚନ୍ଦ୍ର ନାୟକ, ଆଉ ଗୁରୁପ୍ରସାଦ ମହାନ୍ତି, ଯିଏକା ଓଡ଼ିଆ ସାହିତ୍ୟର ସ୍ରଷ୍ଟା, ପ୍ରଖ୍ୟାତ ଗାଳ୍ପିକ କବି। ତାଙ୍କର ପୁଙ୍ଖାନୁପୁଙ୍ଖ ଜୀବନ ଶୈଳୀ, ଜୀବନ ଦର୍ଶନ, ଜୀବନର ଉଦ୍ଦେଶ୍ୟ, କାବ୍ୟର ଆରମ୍ଭ, କାବ୍ୟର ସମାପ୍ତି, ତାଙ୍କର କୋଉ କୋଉ ଜାଗାରେ ସେ କବିତା ସବୁଠି ସାହିତ୍ୟକୁ ଚେଞ୍ଜେସ୍ କରିଛନ୍ତି, ତାକୁ ଆମେ ପୁଙ୍ଖାନୁପୁଙ୍ଖ ପଢିବା। ଏଟା ଗଲା ଆମର କଣ ଟୋଟାଲି ଯୋଉମାନେ କି କୋର୍ସ ଆସିବ, ଜଏନ୍ କରିବ, ସେମାନେ ଏହା ଲାଭ ଉଠେଇ ପାରିବ। କିନ୍ତୁ ଆଜିର ଯୋଉ କ୍ଲାସଟି, ଡେମୋ କ୍ଲାସଟି ଅଛି, ମୁଁ ପ୍ରଥମେ ୟୁନିଟ୍ 1 ନେବି ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ। ପିଲାମାନେ, ଆମେ ଭାଷା କହିଲେ କଣ ବୁଝୁ? ପ୍ରଥମତଃ ଭାଷାର ଅୟମାରମ୍ଭ ବିଷୟରେ ପଢିବା। ଭାଷା କହିଲେ କଣ ବୁଝୁ? ଭାଷାର କଣ ପାଇଁ ଆବଶ୍ୟକତା ପଡିଲା? ବିନା ଭାଷାରେ କଣ ଜୀବନ ଧାରଣ କ୍ଷମତା ସମ୍ଭବ ନଥିଲା କି? ଯଦି ଥିଲା, ତାହେଲେ ଭାଷାର ଆବଶ୍ୟକତା କଣ ପାଇଁ ପଡିଲା ଆମେ ଜାଣିବା। ଭାଷା ମାନେ ପିଲାମାନେ କଣ ବୁଝୁଛ? ଯଦି ମୁଁ ଗୋଟାଏ ଅର୍ଥର କହିବି, ତାହେଲେ ମନର ଭାବନା, ବେଦନା, ବ୍ୟଥା, ରାଗ, ରୋଷ, ଅଭିମାନ, ମୈଥୁନ୍ୟ, ହର୍ଷ, ଲୁହ, ଶୋକ, ଯାହା ଯାହା ମୋର ମନର ଅଭିଳାଷ, ଆକାଂକ୍ଷା, ଇଚ୍ଛା ମନ ଭିତରେ ଉନ୍ମାଦିତ ହେଉଛି, ତାହାକୁ ମୁଁ ଯୋଉ ଢଙ୍ଗରେ, ଯୋଉ ଉପାୟରେ, ଯୋଉ ମାଧ୍ୟମରେ ଅନ୍ୟ ଆଗରେ ପରିପ୍ରକାଶ କରିବି, ସେଇ ପରିପ୍ରକାଶର ମାଧ୍ୟମ ହେଉଛି ଭାଷା। ସେଇ ଯୋଉ ଭାଷାକୁ ଆମେ କଣ, ଆମର ଯୋଉ ଭାଷା କହୁଛନ୍ତି ଓଡ଼ିଆ ଭାଷା, ଆମେ ଓଡ଼ିଆ ଭାଷା ପଢିବା ପୂର୍ବରୁ ଆମକୁ ସମ୍ପୂର୍ଣ୍ଣ ଭାରତର ଭାଷା ପଢିବାକୁ ପଡିବ। ଭାରତ ଭାଷା ଜାଣିବା ପୂର୍ବରୁ ଜାଣିବାକୁ ପଡିବ ପୃଥିବୀର ଭାଷା। କାରଣ ଭାଷା ସିନା ଆମେ ଶବ୍ଦ ଦୁଇଟି, କିନ୍ତୁ ଏହା ତୁମ ଘର କି ମୋ ଘରର କଥା ନୁହେଁ। ଏହା ହଉଛି ଜାଗତିକ କଥା, ଜାଗତିକ ବିଷୟବସ୍ତୁ। କାହିଁକି ନା କ୍ରମ ବିକାଶ କ୍ରମେ କଣ ହେଇଛି, ଶିଥିଳ ହୋଇ ଭାଷା ନୂଆ ନୂଆ ଅଧ୍ୟାୟ ଉପାଧ୍ୟାୟ ଦେଇ ଆସିକି କଣ ପହଞ୍ଚି ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି। ଯଦି ତମେ ଭାଷା ମାନଙ୍କର ପଢିବ, ସେଥିରେ କଣ ପଢିବ? ମୂଳ ଶାଖା ତ୍ରୟୀ, ଯୋଉଥିରେ ଗ୍ରୀକ, ଭାରତ ଇରାନୀୟ, ଲାଟିନ ଭାଷା ଅଛି। ତାପରେ ସେଇ ପ୍ରଥମ ଶାଖା କଣ ଆସିବ? ଭାରତୀୟ ଆର୍ଯ୍ୟ ଭାଷା, ଦରଦୀୟ ଆର୍ଯ୍ୟ ଭାଷା, ଇରାନୀୟ ଆର୍ଯ୍ୟ ଭାଷା। ତା ଭିତରେ ପୁଣି ଆସିବ କ୍ଷୁଦ୍ର ପ୍ରଶାଖ ତ୍ରୟୀ, ଯୋଉଥିରେ ପାଲି, ପ୍ରାକୃତ, ଅପଭ୍ରଂଶ ଆସିବ। ସେଥିରେ ପୁଣି କଣ ଆସିବ? ରୂପାନ୍ତରିତ ପ୍ରଶାଖା। ଲାଇକ୍ ମୁଁ ଦେଖାଇ ଦଉଛି ତମକୁ ଫିଗରଟିକାଲି, ବୁଝିପାରିବ ପିଲାମାନେ। ସବୁ ଜିନିଷ ଅଛି ପିଲାମାନେ, ଟେନସନ ନାହିଁ ତମର। ଯଦି ଫିଗରଟିକାଲି ବୁଝିବ, ଏ ଦେଖ ଚିତ୍ର, ଏଥିରେ କଣ ତମେ ପଢିଲ ନାଇଁ? ଭାରତୀୟ ଇଣ୍ଡୋ ଭାଷା, ମୂଳ ଭାଷା, ଯାହାକି 3000 ଖ୍ରୀଷ୍ଟପୂର୍ବରୁ 2000 କୁ ଆସିଛି। ଏଥିରେ ଗ୍ରୀକ ଅଛି, ଭାରତୀୟ ଇରାନୀୟ ଅଛି, ଲାଟିନ ଅଛି। ତା ଭିତରେ କଣ ଆସିଲା ଆପଣଙ୍କର? ଭାରତୀୟ ଆର୍ଯ୍ୟ ଭାଷା, ଦରଦୀ ଆର୍ଯ୍ୟ ଭାଷା, ଇରାନୀ ଆର୍ଯ୍ୟ ଭାଷା। ତା ଭିତରେ ପାଲି, ପ୍ରାକୃତ, ଅପଭ୍ରଂଶ ଆସିଲା। ପୁଣି ରୂପାନ୍ତରିତ ଆସିଲା କଣ? ସେଥିରେ ମହାରାଷ୍ଟ୍ରୀ ପାଇଲ, ସୌରସେନୀ, ମାଗଧୀ, ପୈଶାଚୀ, ଅର୍ଦ୍ଧମାଗଧୀ। ତା ପୁଣି ଆସିଲା ଭାଗ ହୋଇକି କଣ? ନୂତନ ପ୍ରଗତିଶୀଳ ପ୍ରଶାଖା। ଏଥିରେ କଣ? ପୂର୍ବ ମାଗଧୀ, ପଶ୍ଚିମ ମାଗଧୀ,
ମଧ୍ୟ ମାଗଧୀ, ଉତ୍ତର ମାଗଧୀ ଆଉ ଦକ୍ଷିଣ ମାଗଧୀ। ସେଇ ଯୋଉ ପୂର୍ବ ମାଗଧୀରେ କଣ ଆସିଛି, ଓଡ଼ିଆ, ବଙ୍ଗଳା ଆଉ ଅସମୀୟ ଉତ୍ତରପୁରୀ ଭାଷା ଆସିଛି। ତା ଭିତରେ ଆଉ କଣ ପାଇଲ ପିଲାମାନେ? ଯୋଉଥିରେ ପାଇବ ତମେ କଣ ପାଇବ ଦେଖ, ଯଦି ତମେ ପାଇଲ ତା ଭିତରେ କଣ ପାଇଲ, ନାଇଁ ଯୋଉ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଯାହାକୁ ପ୍ରାକୃତ ବୋଲି କହୁଛ, ସେଥିରେ ଆଦ୍ୟ ସ୍ତର ପ୍ରାଚୀନ ପ୍ରାକୃତ ଯାହାକି ଖ୍ରୀଷ୍ଟପୂର୍ବ 500 ରୁ 100 ଭିତରେ ଅଛି। ମଧ୍ୟସ୍ତର ସାହିତ୍ୟିକ ପ୍ରାକୃତ ଯାହାକି 100 ରୁ 600 ଅଛି। ତାପରେ ଅନ୍ୟ ସ୍ତର ଅପଭ୍ରଂଶ 600 ରୁ 1000 ଅଛି। ତାହା ପୁଣି ଯୋଉ ଅନ୍ୟ ସ୍ତର ଅପଭ୍ରଂଶ କଣ ହେଇଛି ନା ପୂର୍ବ ଅପଭ୍ରଂଶ ଆଉ ପଶ୍ଚିମୀ ଅପଭ୍ରଂଶ। ପୂର୍ବରେ କଣ ନା ମାଗଧୀ ଅପଭ୍ରଂଶ 800 ରୁ 1000, ତାପରେ ଅର୍ଦ୍ଧମାଗଧୀ, ପୂର୍ବ ହିନ୍ଦୀ, ଅବଧି, ବାଘେଲି, ଛତିଶଗଡି। କିନ୍ତୁ ପଶ୍ଚିମରେ କଣ ଆସିଲା, ମହାରାଷ୍ଟ୍ରୀ, ସୌରସେନୀ, ପଶ୍ଚାତୀ। ତା ଭିତରେ କଣ ମାଗଧୀ ମାଗିଲା ପୂର୍ବ ଅବହଟ, ପଶ୍ଚିମ ଅବହଟ। କେତେଟା ଖ୍ରୀଷ୍ଟପୂର୍ବ 1000 ରୁ ଖ୍ରୀଷ୍ଟପୂର୍ବ 1300 ମାନେ ଖ୍ରୀଷ୍ଟାବ୍ଦ। ତାପରେ କଣ ଆସିଲା, ସେ ଭାଷା ଭାଙ୍ଗିକି ବଙ୍ଗଳା, ଅହମିଆ, ବିହାରୀ, ମୈଥିଳି, ଓଡ଼ିଆ ବା ଉଡ୍ରିୟ। ଏ ଓଡ଼ିଆ ଆସିଲା କଣ, ପ୍ରତ୍ନ ଓଡ଼ିଆ, ପ୍ରାଚୀନ ଓଡ଼ିଆ, ମଧ୍ୟକାଳୀନ ଓଡ଼ିଆ, ତାପରେ ଆଧୁନିକ ଓଡ଼ିଆ। ଏ ହେଲା ଭାଷାର କ୍ରମ ବିକାଶ, ଭାଷାର କ୍ରମ ବିକାଶ। କିନ୍ତୁ କିନ୍ତୁ ପିଲାମାନେ ପ୍ରଶ୍ନ ଉଠେ, ଏଇ ଯୋଉ ଆମେ ଭାଷାର କ୍ରମ ବିକାଶ, ଭାଷାର ଅୟମ ଆରମ୍ଭ କରିଛନ୍ତି, ଭାଷାର ଆବଶ୍ୟକତା କଣ ପାଇଁ ପଡିଲା, ତାକୁ ଆମେ ନ ବୁଝିଲେ ଆମେ ଶୂନ୍ୟ ହେଇଯିବା। କାହିଁକି ନା ତମେ ପିଜିଟି ଦଉଛ, କିଏ ନେଟ୍ ଦବ, ତ ଓଡ଼ିଆ ଉପରେ କିଏ ରିସର୍ଚ୍ଚ କରୁଥିବ। ତ ଆମ ଜିନିଷ ହଉଛି ଆମେ ଗ୍ରାସ ରୁଟ୍ ଲେବୁଲ ଷ୍ଟ୍ରଙ୍ଗ ହବା, ମୂଳ ତତ୍ଵକୁ ଛିଣ୍ଡାଇ ମାଟିରୁ ବାହାର କରିବା, ଆଉ ସାରା ଦୁନିଆକୁ ଦେଖେଇବା ଆମେ ଏଇଆ ଥିଲେ। ତ ତା ପାଇଁ ମୁଁ ଟିକେ ଗୋଟେ ଛୋଟିଆ ଭିଡିଓ କରୁଛି, ଆମେ ଦେଖିଦବା କଣ ନା ଭାଷାର କଣ ପାଇଁ ଆରମ୍ଭ ହେଲା। ଦେଖ ପିଲାମାନେ, ନର୍ମାଲି ଭାବ, ଆମର ଯୋଉ ଅଛନ୍ତି ଇତର ପ୍ରାଣୀ, ଜୀବଜନ୍ତୁ, ଯିଏକି ବନ ଜଙ୍ଗଲରେ ବସବାସ କରୁଛନ୍ତି, ସେମାନେ ବି ନିଜର ମନର ପରିଭାଷାକୁ ପ୍ରକାଶ କରୁଛନ୍ତି। ହଁ କରୁଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନୁହେଁ। ସେଥିପାଇଁ ତ କୁହାଯାଏ ମଣିଷ ହଉଛି ଏ ବିଶ୍ୱର, ଏ ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ, ଯିଏକି ଛୋଟିଆ ବନ୍ଧୁକଟା ଧରି ବାଘ, ହାତୀ, ସିଂହ ଭଳିଆ ଜୀବକୁ ଗୋଟା ସୁଟ ଉଡେଇ ଦଉଛି। କାହିଁକି ନା ଜ୍ଞାନ କୌଶଳ ବୃଦ୍ଧି କରିଛି, ନିଜର ବଞ୍ଚିବାର ଶୈଳୀକି ବୃଦ୍ଧି କରିଛି, ପରିବେଶ ସହିତ ଖାପ ଖୁଆଇ ତାଳମେଳ ଚାଲି ପାରୁଛି, କାରଣ ତା ପାଖରେ ଗୋଟେ ଷଷ୍ଠ ଜିନିଷ ଅଛି, ଯାହା ହେଲା ଭାଷା। ଯୋଉ ଭାଷାକୁ ସେ ଆହରଣ କରିଛି, ସେ ଯୋଉ କଥା ନାହିଁ, ଥରକୁ ଥର ପଡ଼ି ଥରେ ଚାଲଇ ଅଭ୍ୟାସର ବଳେ, ତା ମାନେ ପ୍ରାକ୍ଟିସ ମେକ୍ସ ଏ ପର୍ସନ ବେଷ୍ଟ। ବାରମ୍ବାର ଅଭ୍ୟାସ। ତମର ଲିପି ତତ୍ଵ ଆରମ୍ଭ ହେଇଥିଲା କଣ ଥିଲା ନା ପ୍ରସ୍ତର ଲିପି, ଖୋଦିତ ଲିପି, ଧ୍ୱନି ମାନଙ୍କର ଶୁଦ୍ଧ ରୂପକୁ ଆମେ ଲେଖିଲେ, ତାକୁ ଲିପି କଲେ, ଲିପି ତତ୍ଵ କଲେ, ତା ଭିତରୁ ଶବ୍ଦ ଭଣ୍ଡାର ଗଢିଲେ, ଶବ୍ଦ କଲେକ୍ସନ କଲେ, ଭାଷା ଲେଖିଲେ, ଧାଡି ଲେଖିଲେ, ଶବ୍ଦ ଲେଖିଲେ, ବାକ୍ୟ ଲେଖିଲେ, ବ୍ୟାକରଣ ଆସିଲେ, ଉପନ୍ୟାସ, ଗଦ୍ୟ ଚାଲିଲା, ଦୋହା ଚାଲିଲା, ପୁରାଣ ଚାଲିଲା। କିନ୍ତୁ ଏଇ ଯୋଉ ଆବଶ୍ୟକତା କଣ ପାଇଁ ଥିଲା, ତ ତମେ କଣ ବୁଝିଲ, ଯୋଉ ମନୁଷ୍ୟ ନିଜର ଭାବନା, ବାସନା, କାମନା, ନିଜ ହୃଦୟରେ ଗଢି ଉଠିଥିବା ବ୍ୟଥାକୁ ଅନ୍ୟ ଆଗରେ ପ୍ରକାଶ କରିବାର ଯୋଉ ମାଧ୍ୟମକୁ ନେଲା ଭାଷା, ସେ ଭାଷାକୁ କୁହାଗଲା ବ୍ୟକ୍ତ ଭାଷା। କାରଣ ସେ ଯାହା କହିଲା ତାକୁ ସେ ଲେଖିପାରିବ, ତାକୁ ପ୍ରକାଶ କରିପାରିବ, ତାର ରୈଖିକ ରୂପ, ତାର ଲିଖିତ ରୂପ ଅଛି। କିନ୍ତୁ ଗୋଟିଏ ବିଲୁଆଟେ ହୁକେ ହୁକେ ସାଉଣ୍ଡ କରୁଛି, ଶବ୍ଦ କରୁଛି ବିଲୁଆ, ତା ସହିତ କଣ କରୁଛି ନା କୁଆଟି କା କା କରୁଛି, କୁଇଲି ତାର ବସନ୍ତ ଆସିଲେ ତାର ମଧୁର କାନରେ ଯୋଉ କୁହୁ କୁହୁ ଶବ୍ଦରେ ସାରା ପ୍ରକୃତିକୁ ଆମ୍ବ ବୋଉ ରସରେ ଭିଜେଇ ଦଉଛି ତାର ସୁରଧନୀରେ, ସେଟା କଣ କୁହାଗଲା, ସିଏ ବି ଗୋଟେ ଧ୍ୱନି ପ୍ରକାଶ କଲା। ତମର କୁକୁରଙ୍କର ଭୋ ଭୋ ଶବ୍ଦ, ବାଘଙ୍କର ବିକଟା ରଡି, ତମର ଗାଈ ଗୋରୁଙ୍କର ହମ୍ବା ରଡି, ମୂଷାର ଚିଞ୍ଚ ଶବ୍ଦ, ଏସବୁ କଣ ଧ୍ୱନି। କିନ୍ତୁ ଏ ଧ୍ୱନିର ତମେ ସମସ୍ତ ଧ୍ୱନିର ଲିଖିତ ରୂପ ପାଇପାରିବ ନାହିଁ। ସେମାନେ ଅଧା ଖଣ୍ଡିଆ ଭାବରେ ନିଜର ମତ ବ୍ୟକ୍ତ ପ୍ରକାଶ କରନ୍ତି। ଗୋଟେ ଯଦି ସାମାନ୍ୟ ଉଦାହରଣ ଦେବି, ଯଦି ଗୋଟିଏ ସାମାନ୍ୟ କଣ ହେଇଛି, ବାଟରେ ଆସୁଛ, କୁକୁରଟିଏ ତମକୁ ଦେଖି ଭୋକୁଛି, ସେ କିଛି ତମକୁ କହିବାକୁ ଚେଷ୍ଟା କରୁଛି, କିନ୍ତୁ ତୁମେ ତମ ଜ୍ଞାନ କୌଶଳ ଘଟେଇକି ଦେଖୁଛ ତାକୁ ମାଡ଼ ହେଇଛି କି, ତାର ଖଣ୍ଡିଆ ହେଇଛି କି, କାହିଁକି ଭୋକିଲା, ଭୋକ ଲାଗୁଛି କି, କିନ୍ତୁ
ତା ଯୋଉ ଭାଷାରେ ତମେ ବୁଝିପାରୁନ, ତମେ ତମର ବିକଶିତ ଜ୍ଞାନ ଦେଖି ଖୋଜିବାକୁ ଚାହୁଁଛ, ସେଇଟା ହେଲା ତାର ଯୋଉ ଭାଷାଟି ହେଲା ଅବ୍ୟକ୍ତ ବାକ୍, ତମର ହେଲା ବ୍ୟକ୍ତ ବାକ୍। ଇଏ ହେଲା ଭାଷାର କଣ ବିଚାର। ଯଦି ତମ ଭାଷାର ରୂପକୁ ଶବ୍ଦର ଆଙ୍ଗିକ ପାଇବ, ଆତ୍ମିକ ରୂପ ପାଇବ। ଗଠନ ଦୃଷ୍ଟିରୁ ଶବ୍ଦକୁ ତମେ ଭାଇ ଜାଣିଛ, ରୂପ ଅନୁସାରେ ଜାଣିଛ, କିନ୍ତୁ ଭାଷାଟା କିଏ କହେ ନା ମଣିଷ କହେ। ଏ ମନୁଷ୍ୟ ଆସିଲା କୋଉଠୁ, କେମିତି ଭାଷାକୁ ଆବଶ୍ୟକତା କଲା, ଆମେ ଡିପ୍ ଯିବା, ଟିକେ ଯିବା। ତା ପାଇଁ ଭିଡିଓଟି ଅଛି, ଆମେ ଆଖି ପକେଇବା ଆଉ ସେ ଭିଡିଓ ବିଷୟରୁ ଜାଣିବା। ଏକଦା କଣ ନା ଡାଇନେସରଙ୍କ ଭଳି ଜୀବଜନ୍ତୁ ଏ ଜାଗାରେ ଥିଲେ। ଆମର ବିଶ୍ୱ ଯୋଉ ବିଗ୍ ବ୍ୟାଙ୍ଗ ଥିଓରୀରେ ଗଠିତ ହୋଇଛି, ସୂର୍ଯ୍ୟଙ୍କର ହାଇଡ୍ରୋଜେନ ହିଲିୟମ ରୁ ଯୋଉ ବିସ୍ଫୋରିତ ସୂର୍ଯ୍ୟଙ୍କ ତିଆରି ହେଇଛି, ଏ ଧରିତ୍ରୀ ଏ ବିଶ୍ୱ ସୃଷ୍ଟି ହୋଇଛି, ସେ ବିଶ୍ୱ ମଣ୍ଡଳକୁ କେମିତି ମଣିଷ, ଯାହାକୁ ତମେ କହୁଛ ହୁମି ସାପିଆନ୍ସ, କେମିତି ଏଣ୍ଟ୍ରି କଲେ, ତା ବିଷୟରେ ଆମେ କଣ କରିବା, ତା ବିଷୟରେ ଆମେ ଧାରଣା ନବା ଆଉ ଜାଣିବାକୁ ଆମେ ଚେଷ୍ଟା କରିବା। ହୁମି ସାପିଆନ୍ସ ଆସିଲେ କେମିତି, ସେ କୋଉ କୋଉ ଷ୍ଟେଜ ଦେଇ ଆସି ପହଞ୍ଚିଲେ, କେତେ ଭାଷା କହିଲେ। ଆଜକୁ ପ୍ରାୟ ତମେ ଯଦି ପିଲାମାନେ ପୁଣି ଆଇସି ଏଜ୍, ଯାହାକୁ ପାଇଷ୍ଟେଷ୍ଟୁନ ପାଇଷ୍ଟେଷ୍ଟୁନ ଏଜ୍ କହୁଛ, ଯାହାକୁ ଆଇସି ଏଜ୍ ବରଫ ଯୁଗ, ଗ୍ଲାସିୟର ଯୁଗ କହୁଛ, ସେଇ ଯୁଗ କେବେ ଆସିଥିଲା, 70 ଲକ୍ଷ ବର୍ଷ ପୂର୍ବେ। ଇଂରାଜୀରେ କହିଲେ there are 7 million years ago there was a age comes that is called as ice age, ଯାହାକୁ ତମେ ଆଇସି ଏଜ୍ ବୋଲି କହୁଛ। ଦେଖ ସେ ପର୍ଯ୍ୟନ୍ତ ଠିକ ଠାକ ଥିଲା। ଆଫ୍ରିକାର ଘନ ଜଙ୍ଗଲରେ ବିଭିନ୍ନ ପଶୁପକ୍ଷୀ ବିତରଣ କରୁଥିଲେ, ତା ଭିତରେ ଥିଲେ ବାନର ସେନା, ନୃ ବାନର, ମାନେ ବାନର ମାଙ୍କଡ ଥିଲେ, କପି। ସେ ମାଙ୍କଡର ତମେ କପି ଜାଣିଛ, ବାନରକୁ ମାଙ୍କଡ କହୁଛ, ମର୍କତ କହୁଛ, ତା ଭିତରେ କହୁଛ ଶାଖା ମୃଗ। କାହିଁକି ନା ଯେମିତି ହରିଣଟିଏ ଘାସରେ ପଡିଆରେ ଡେଇଁ ଡେଇଁକି ନିଜର ମନ ଖୁସି ଖେଳ କରେ, ଠିକ ସେମିତି ମାଙ୍କଡଟିଏ ଗଛରୁ ଗଛ ଦୌଡ଼ିକି ପତ୍ର ଖାଏ, କୁଳି ଖାଏ, ଫଳ ଖାଏ, ନିଜର ଭୋକକୁ ମେଣ୍ଟାଇଥାଏ। କାରଣ ମଣିଷ ଯଦି ହଉ କିମ୍ବା ପଶୁ ହଉ, ଯଦି ଆମର ଉଦର ନଥାନ୍ତା, ଆମକୁ ଭୋକ ଲାଗନ୍ତାନି, ତାହେଲେ ଆମର ଭାଷା ମାଷା କିଛି ଆବଶ୍ୟକତା ନାହିଁ, ଆମେ ଅନିଚ୍ଛା କାମ କରନ୍ତେ। କାରଣ ଭୋକ ମଣିଷକୁ ଚେତାଇ ଦିଏ ତୋର କଣ କରିବା ଦରକାର, କଣ କରିବା ନ ଦରକାର। କାହିଁକି ନା ଭୋକ ସବୁଠୁ ଶ୍ରେଷ୍ଠ ଜିନିଷ। ସିଏ ତାର ଆହରଣକୁ ମେଣ୍ଟାଉଥିଲା କୋଉଠି ନା ଗଛରୁ ଗଛ ଡେଇଁକି। ତା ପାଇଁ ତାର ଖେଳ ପଡିଆ ଥିଲା ଗଛର ଶାଖା ପ୍ରଶାଖା, କାହାର ନା ମାଙ୍କଡ ମାନଙ୍କର। କିନ୍ତୁ ଯେତେବେଳେ ବରଫ ଯୁଗ ଆସିଲା, ସେତେବେଳେ ଉଷ୍ମ ବାତାବରଣ ଥିବା ଆଫ୍ରିକ ଜଙ୍ଗଲର ହଠାତ୍ ବାତାବରଣ ପରିବର୍ତ୍ତନ ଘଟିଲା, ତାପମାତ୍ରା ହ୍ରାସ ପାଇଲା ଆଉ ବରଫ ପଡିବା ଆରମ୍ଭ ହେଲା। ଜାଣିଛ ଯେତେବେଳେ ବରଫ ଛିନ୍ନ ରୁହେ, ଗଛର ଡାଳପତ୍ର ନଷ୍ଟ ହୋଇଯାଏ, ପଚିଯାଏ, ଗଛ ମାନେ ଲୋପ ପାଇବା ଆରମ୍ଭ କରନ୍ତି। ସେଇଆ ଘଟିଲା। ଗୋଟେ ଦିନ ଦି ଦିନ ନୁହେଁ, ଏ ଚାଲିଲା, ବର୍ଷ ବର୍ଷ ଚାଲିଲା। ହଠାତ୍ କଣ କରିବେ, ଯୋଉମାନେ କି ଗଛ ରହୁଥିଲେ ମାଙ୍କଡ ମାନେ, ସେମାନେ ଆସିଲେ କୋଉଠୁ ନା ମାଟି ଉପରକୁ ଖପ୍ ଖାପ୍ ଡେଇଁବା ଆରମ୍ଭ କଲେ ଆଉ ଚେଷ୍ଟା କଲେ ମାଟି ଉପରେ ଚାଲିବାକୁ। କଣ କଲେ ନା ମାଟି ଉପରେ ଚାଲିବା ପାଇଁ ସେମାନେ କଣ କଲେ ନା ଚେଷ୍ଟା କଲେ। ଯୋଉ ସେମାନେ ଚେଷ୍ଟା କଲେ ମାଟି ଉପରୁ ଚାଲିବା ପାଇଁ, ସେଥିରେ କଣ ହେଲା, ସେମାନେ ଯୋଉ ମାଟି ଉପରେ ସେମାନେ ଚାଲିଲେ, ସେ ମାଟି ସେମାନଙ୍କୁ କଣ ଦେଲା, ନାଇଁ ଚାଲିବାର କ୍ଷମତା ଦେଲା। ପାଦ ଛୋଟ ଥିଲା, ସେମାନେ ସିଧାସଳଖ ଚାଲି ପାରୁନଥିଲେ, କିନ୍ତୁ ଚେଷ୍ଟା କରୁଥିଲେ। ଚେଷ୍ଟା କଲେ ହବନି, ଭୋକ ମେଣ୍ଟାଇବାକୁ ପଡିବ। ତା ପାଇଁ କଣ କଣ ସବୁ ପ୍ରକ୍ରିୟା କଲେ, ତମେ ମାନେ ଦେଖ। ଆଫ୍ରିକାର ଜଙ୍ଗଲ ଦେଖି ପାରୁଛ ପିଲାମାନେ ଭିଡିଓରେ, ତାର ସୁନ୍ଦର ଥିଲା, ଘଞ୍ଚ ଥିଲା। ହଠାତ୍ ବରଫ ମାଡି ଆସିଲା। ବରଫ ମାଡି ଆସିଲା ଯେତେବେଳେ କଣ ହେଲା, ଜଙ୍ଗଲ ନଷ୍ଟ ହେଲା। ଦେଖ ଭିଡିଓ ପିଲାମାନେ, ଆଖି ପକେଇ ଭିଡିଓ ଉପରେ ଦେଖ, ଏଇ ଯୋଉ ଶାଖା ମୃଗ କପି, ସେ ତାର ଗଛରୁ ଗଛ ଡେଇଁକି କଣ ହଉଥିଲା, ତା ଖୁସି ପାଉଥିଲା ଆଉ ନିଜର ଆନନ୍ଦ କରୁଥିଲା। କିନ୍ତୁ ଦେଖ ସିଏ ଚାଲିବା ଆରମ୍ଭ କଲା। ଏଇ ଯୋଉ ଚାଲିବା ଆରମ୍ଭ କଲା, ଏ ପ୍ରଚେଷ୍ଟା କେବେ ନାଇଁ 70 ଲକ୍ଷ ବର୍ଷ ପୂର୍ବରୁ। କିନ୍ତୁ ଯଦି ଆମେ ଇତିହାସକୁ ମନେ ପକେଇବା, ଆମର ଯୋଉ ହୁମି ସାପିଏନ୍ସ ଟା କେବେ ଆସିଛି ନା ହୁମୋ ହିବିସ ରୁ ଆସିଛି, ଯାହାର ଶ୍ରେଣୀ ହଉଛି ହୁମୋ ଏରେକ୍ଟସ, ଯାହା ହଉଛି ହୁମୋ ନେନାନ୍ଦସ ରୁ ଆସିଛି। ତ ହୁମୋ ଏରେକ୍ଟସ ପ୍ରଥମ ପ୍ରାଣୀ, ଯିଏ କି 3 ଲକ୍ଷ ବର୍ଷ ପୂର୍ବରୁ ବା 3 ଲକ୍ଷ, ହଁ 30 ଲକ୍ଷ ବର୍ଷ ପୂର୍ବରୁ, ମୁଁ 3 ଲକ୍ଷ କହିଲି, 30 ଲକ୍ଷ ବର୍ଷ ପୂର୍ବରୁ କଣ ହେଇଛି ନା ସିଏ ସଠିକ ଭାବେ ଚାଲିବା ଆରମ୍ଭ କରିଛି, ନିଆଁକୁ ଆୟତ୍ତ ଜାଣିଛି, ହଣ୍ଟିଂ ଟେକ୍ନିକ କୁ ସେ ଅକ୍ତିଆର କରିଛି। ତା ସହିତ ସେ ନିଜର ମାନବ
କୁ ପରିବର୍ତ୍ତନ ହବାର ପ୍ରଶ୍ନ ଜାରି ରଖିଛି। ପ୍ରଶ୍ନ ଉଠେ, ଯଦି ଆଫ୍ରିକିଆ ଜଙ୍ଗଲରେ ସେମାନେ ଥିଲେ ତାହେଲେ ସାରା ପୃଥିବୀ ପୃଷ୍ଠକୁ କେମିତି ଖେଳିଲେ, କଣ ପାଇଁ ଖେଳିବା ଆବଶ୍ୟକ ହେଲା, ସେମାନେ କଣ ପାଇଁ ଆଫ୍ରିକାରେ ସୀମିତ ହେଲେନି, ତା ଷ୍ଟୋରି ଆମେ ଆଗକୁ ବଢିବା। ତ ମୁଁ କହିଲି 30 ଲକ୍ଷ ବର୍ଷ ପୂର୍ବରୁ କିଏ ଆସିଲେ, ହୋମୋ ଏରେକ୍ଟସ। କିନ୍ତୁ ଯୋଉ ମଝିରେ 40 ଲକ୍ଷ ବର୍ଷ ଗ୍ୟାପ ହେଲା, ସେଇ ଯୁଗଟାକୁ ଆମେ କହିଲେ ପ୍ରି ହିଷ୍ଟ୍ରିକ ପିରିୟଡ। ସେଇ ଯୁଗରେ ଯାହା ଯାହା ଘଟିଥିଲା ଆମେ ପଢିବା। କଣ ପଢିବା? ଯାହା ଯାହା ଘଟିଥିଲା ପଢିବା। ତମେ ଜାଣିଲ ମାଙ୍କଡ ମାନଙ୍କର ମାଟିକି ଆସିଲେ, ଚାଲିଲେ। ଯୋଉ ପ୍ରି ହିଷ୍ଟ୍ରିକ ପିରିୟଡରେ କଣ ହେଲା, ଆମର ଆସିଲା କଣ, ହୁମୋ ନାଡାଲସ। ହୁମୋ ନାଡାଲସ ହଉଛି ପୂର୍ବ ମାଙ୍କଡଙ୍କର ଅଲଗା ହେଇ କଣ ହେଲେ, ସେହେନାଲଥ୍ରୋପିଷ୍ଟ। କଣ ହେଲେ? ସେହେନାଲଥ୍ରୋପିଷ୍ଟ। ଏଇ ଯୋଉ ସେହେନାଲଥ୍ରୋପିଷ୍ଟ ଏମିତି କେତେ ଲକ୍ଷ ବର୍ଷ ପର୍ଯ୍ୟନ୍ତ ମାଙ୍କଡ ଭଳି ଦେଖାଗଲେ, କିନ୍ତୁ ପାଣିପାଗ ସହିତ ପରିବେଶର ଖାପ ଖୁଆଇଥିବା ପାଇଁ ଚେଷ୍ଟା କରୁଥିଲେ। ଏମିତି କେତେ ଦିନ ଚେଷ୍ଟା କରିବେ? ଧରିଲେ ପଥର କଲେ ଧାର, ଧରିଲେ ପଥର କରିଲେ ଧାର, ଆରମ୍ଭ କଲେ ପଶୁ ଶିକାର। କଣ କହିଲି? ଧରିଲେ ପଥର କରିଲେ ଧାର, ଆରମ୍ଭ କଲେ ପଶୁ ଶିକାର। ଯେ ଖାଇଛି ପଶୁର ମାଂସ ସେ ଜାଣିଛି କେତେ ସ୍ୱାଦିଷ୍ଟ। ସେ ପଶୁ ପକ୍ଷୀର ମାଂସ ଖାଇବା ଆରମ୍ଭ କଲେ, କିନ୍ତୁ ମାଂସ ଯେତେବେଳେ ଖାଇଲେ ଆନିମାଲ ପ୍ରୋଟିନ ବଡିରେ ଉର୍ଜା ଆକାରରେ ଧୀରେ ଧୀରେ ବଢିବାର ଲାଗିଲା। ଯୋଉ ଆନିମାଲ ପ୍ରୋଟିନ ବଢିଲା, ସେତେବେଳେ ନିଜର ଖପୁରିଟି ବଢିବାକୁ ଲାଗିଲା। ଖପୁରି ଖାଲି ବଢିଲେ ହବନି, ନିଜର ବୁଦ୍ଧି ବଢିବା ପାଇଁ ଥିବା ବସ, ଯାହାକୁ ବ୍ରେନ କହୁଛ, ତମର ତ ଆଉ ସେ ବ୍ରେନ ଟି ଅଖରୁଟ ପୁଣିଆ ଛୋଟ ରହିବନି, ସେ ଧୀରେ ଧୀରେ ବିଶାଳ ହେବାକୁ ଲାଗିଲା। ଷ୍ଟେପ ବାଇ ଷ୍ଟେପ, ଷ୍ଟେପ ବାଇ ଷ୍ଟେପ ବଢିଲା। ତମେ ଯାହାକୁ କହିପାରିବ ନ୍ୟାଚୁରାଲ ସିଲେକ୍ସନ ପ୍ରୋସେସ। ସବୁ ଯୋଉ ନ୍ୟାଚୁରାଲ ସିଲେକ୍ସନ ପ୍ରୋସେସରେ କଣ ହେଲା, ବଢିବାକୁ ଲାଗିଲା। ସିଏ ଯୋଉ ବ୍ରେନ ଟି ବଢିଲା, ବ୍ରେନ ଖାଲି ବଢିଲାନି, ତାର କାର୍ଯ୍ୟ ଦକ୍ଷତା କ୍ଷଣାଇ, ତାର ପରିବେଶକୁ ଖାପ ଖାଇ ଚଳିବାର କ୍ଷମତା, ତାର ଶତ୍ରୁ ଠାରୁ ବିପଦରେ କେମିତି ବଞ୍ଚିବ ତା କ୍ଷମତା, କଣ କ୍ଷମତା, ଧାରଣ କ୍ଷମତା ବଢି ଚାଲିଲା। ଷ୍ଟେପ ବାଇ ଷ୍ଟେପ ଧୀରେ ଧୀରେ ବଢିଲା। ଇଏ ତ ଗଲା ପର୍ଯ୍ୟାୟକ୍ରମେ। କଣ ହେଲେ, ନାଇଁ ମାଙ୍କଡ ମାନେ ନିଜର କଣ କଲେ, ନିଜର ବଂଶ ବିସ୍ତାର କଲେ। ତୁମେ ଦେଖ, ପୂର୍ବେ ମାନେ 2019 ମସିହାରେ ଗୋଟେ କରୋନା ରୂପକ ଭାଇରସ ଆସିଲା। ତା କଣ ହେଲା, ତାର ଭାରିଆଣ୍ଟ ଚେଞ୍ଜ ହେଲା। 21ରେ ଅଲଗା, 22ରେ କଣ, ସେ ଧୀରେ ଧୀରେ ନିଜ ଭିତରେ ଗୋଟେ ଚେଞ୍ଜେସ୍ ଆଣିଲା। ଦ୍ୟାଟ୍ ଇଜ ଏ ପ୍ରୋସେସ। ଠିକ ସେମିତି ଆମର ପୂର୍ବ କାଳରେ ଲଣ୍ଠନ ଯାଇ ପାଠ ପଢୁଥିଲେ, ଆମେ ବିଜୁଳି ବତୀ ଜାଣିଲେ, ଗ୍ୟାସ ଲାଇଟ୍ ଜାଣିଲେ, ଏବେ ସୋଲାର ଲାଇଟ୍, ଆଗକୁ କଣ ଯାଏ ଭଗବାନ ଜାଣନ୍ତି। ତ ଇଏ କଣ, ଗୋଟେ ମଣିଷର ପିଢିକୁ ପିଢି କଣ ସିଢି ଚଢିଲା ଭଳିଆ ଆମେ କଣ ହଉଛନ୍ତି, ନାଇଁ ଆମେ ଏକ ଉନ୍ନତତର ପୃଥିବୀ ଆଡକୁ ଅଗ୍ରସର ହଉଛନ୍ତି। କିଏ ଜାଣିଛି କାଲି ଆମେ ବସିକି ଏଇ ପାଠଟିକୁ ଆମେ କୋଉଠି ନା ମଙ୍ଗଳ ଗ୍ରହରେ ପୂର୍ଣ୍ଣ ପଡୁଥିବା। ତ ଇଏ ହେଲା ପ୍ରୋସେସ, ମାଧ୍ୟମ, ଏ ଚାଲିବ। ଏଟା ହେଲା ନ୍ୟାଚୁରାଲ ସିଲେକ୍ସନ। ତ ସେଇ ଭିତରେ କଣ ହେଲା, ଏମାନେ ସେହେନାଲଥ୍ରୋପିଷ୍ଟ ବଢି ଚାଲିଲେ। କିନ୍ତୁ ଏମିତି କେମିତି ଚାଲିବ, କେତେ ଦିନ ଚାଲିବ? ତା ଧୀରେ ଧୀରେ କଣ ହେଲା, ସେମାନଙ୍କୁ ଶିଖେଇଲା କଣ, ନା ଶିକାର କରିବ କେମିତି। ନା ସେମାନେ ଯୋଉ ଶିକାର କଲେ, କାରଣ ଭାଗ ହେଇଗଲେ କଣ ହେଇକି, ଆରଡି ପିଥସ, ଆରଡି ଫିଥସ, ତା ସହିତ ଅଷ୍ଟ୍ରୁପିଥସ, ତା ସହିତ ପାରାନୋଥୁପସ। ଏମାନେ ବିଭିନ୍ନ କାଟାଗୋରୀ ହେଇକି କଣ ଡିଭାଇଡ ହେଲେ ନିଜର ଚେଞ୍ଜେସ ଅନୁସାରେ। ତାପରେ କିଏ ଆସିଲା, ନା ହୁମୋ, ଯିଏ କି ଆମେ ମାନେ ଅଛନ୍ତି। ଆମର ଖପୁରି ଆକାର କେତେ ବଡ ଶରୀରଠୁ ଦେଖି ପାରୁଛ, କିନ୍ତୁ ମାଙ୍କଡଙ୍କର ଛୋଟ ଥାଏ। କିନ୍ତୁ ସେଇ ଯୋଉ ଖପୁରି ବଢିଲା କେମିତି, ନା ଏଇ ଯୋଉ ଅତ୍ୟଧିକ ମାଂସ ଖାଇବା ଫଳରେ। କେତେ ଦିନ ମାଂସ ଖାଇବ, କଞ୍ଚା ମାଂସ। କଞ୍ଚା ମାଂସ ଖାଇ ଖାଇ ମଣିଷ ବୁର ହେଇଗଲା। କିଏ? ମାଙ୍କଡ ମାନେ ବୁର ହେଇଗଲେ। ତାଙ୍କର ଗୋଟେ ଶ୍ରେଣୀ ଆସିଲା, କିଏ? ଜିନସ୍ ଅଷ୍ଟ୍ରାଲୋପିଥସ। ସେମାନେ ଏତେ ବିଚକ୍ଷଣ ଥିଲେ, ସିଏ କଣ କହିଲେ, କହିଲେ ନା, ଆମେ ଆଉ ଗୋଟେ ଜାଗାରେ ରହିବୁନି, ଆମେ ବିଭିନ୍ନ ଜାଗାକୁ ଯିବୁ, ଅଗ୍ରସର ହବୁ। କେବେ? 3.5 ମିଲିୟନ ବର୍ଷ ପୂର୍ବରୁ ଏମାନେ କଣ କଲେ, ନା ପଥରକୁ ଘଷିଲେ, ଧାର କଲେ, ମାଂସ କଲେ, ଖାଇଲେ। ତାପରେ ସେଥିରେ କେବଳ ବଳ ନୁହେଁ, ବୁଦ୍ଧି ବି ଖଟିବା ସମୟ ଆସିଲା। କଣ ଆସିଲା? ଖାଲି ବଳ ନୁହେଁ, ବୁଦ୍ଧି ଖଟେଇବ। କେମିତି ବୁଦ୍ଧି ଖଟେଇବ? ହଠାତ୍ ଗୋଟିଏ ହରିଣ ଦୌଡ଼ିକି ଯିବ, ଇଏ ମଣିଷର ବୁଦ୍ଧି ନ ଖଟିଲେ କଣ ହବ? ସେଠୁ କଣ କଲେ, ନା ଗ୍ରୁପିଜିମ୍ ଟି ଆରମ୍ଭ କରିବାକୁ ଲାଗିଲେ। ଗ୍ରୁପିଜିମ୍ ମାନେ କଣ? ସେମାନେ ଯୋଉ ଗ୍ରୁପିଜିମ୍ କଲେ, ସେ ଗ୍ରୁପିଜିମ୍ ରେ ସେମାନେ କଣ କଲେ, ନା ଆମେ ଗୋଟେ ଗ୍ରୁପ ହବା, ଆମର ତୀକ୍ଷ୍ଣ ସିଂହ ଥିବା ଚୌସିଙ୍ଗା ହରିଣକୁ ଶିକାର କରିବା, ବରାକୁ ଶିକାର କରିବା, ବିଭିନ୍ନ
ମାଛ ମାନଙ୍କୁ ଖାଇବା ନଦୀରେ ମାରିକି ତା ପାଇଁ ଶସ୍ତ୍ରକୁ ରେଡି କଲେ। ସେଇ ଅସ୍ତ୍ର ରେଡି କରିବାର ଟେକ୍ନିକ ଟା କିଏ ଆଣିଲା? ନାଇଁ ହୁମୋ ହାବିଲିସ୍। ଆଖି ପକେଇ ଭିଡିଓ ଉପରେ ଇଏ ହେଲା କିଏ? ହୋମୋନିଆନ୍ସ। ଏଙ୍କର ଡେଭଲପ ହେଇକି କିଏ ହେଲା? ନା ମଣିଷ ହେଲା ଧୀରେ ଧୀରେ। ତ 7 ମିଲିୟନ ମାନେ ବର୍ଷ ଆଗରୁ ଥିଲେ କିଏ? ହୋମୋସିପିଆନ୍ସ। ଏ ଭିଡିଓ ଦେଖିଦିଅ। ତ ଏମାନଙ୍କର କଣ ହେଇଛି? କ୍ରମ ବିକାଶ ଘଟିଛି। ଘଟିଛି କି ନାହିଁ? ବୁଦ୍ଧିର ବିକାଶ ଘଟିଛି। ମୁଁ ଯାହା କହିଲି, ଯାହାକୁ ପ୍ରି-ହିଷ୍ଟୋରିକ ପିରିୟଡ କୁହାଗଲା। ଏମାନେ ଦେଖ କୋଉ ଅବସ୍ଥାରେ ଥିଲେ? ଦୁର୍ବଳ ଥିଲେ, ଖାଇବା ପାଇ ନଥିଲେ, ତାପରେ ଶିକାର କରି ଖାଇଥିଲେ। ଭିଡିଓ କ୍ଲିୟର ଆସିଲା? ଏଇ ଯୋଉ ସମୟରେ ସେମାନେ କଣ ହେଲେ? ହଣ୍ଟିଂ ଟେକ୍ନିକ ଶିଖିଲେ। କଣ? ହଣ୍ଟିଂ ଟେକ୍ନିକ କୁ ସେମାନେ ଅକ୍ତିଆର କଲେ ଆଉ ଶିଖିଲେ। ଯୋଉ ହଣ୍ଟିଂ ଟେକ୍ନିକ ଶିଖିଲେ, ଶିଖିକି ଧୀରେ ଧୀରେ ଖାଇଲେ। କିଏ? ନା ହୋମୋ ହାବିନିୟସ। ସେମାନେ କହିଲେ କି ନାହିଁ, ଯଦି ଆମେ ହଣ୍ଟିଂ ଟେକ୍ନିକ ଶିଖିଲୁ, ଆମେ ଗୋଟେ ଜାଗାରେ ତ ଦେଖ ବାରମ୍ବାର ଶିକାର କରି ଖାଇଲେ କଣ? ନା ପଶୁ ସରିବେ, ପକ୍ଷୀ ବି ସରିବେ। କେତେ ଦିନ? କଥାରେ ନାହିଁ ବସି ଖାଇଲେ ନଈବାଲି ସରେ। ସେଥିପାଇଁ ସେମାନେ କହିଲେ ନାଇଁ ଆମେ ବିଭିନ୍ନ ଆଗକୁ ଯିବୁ। କେବେ? ନାଇଁ ହୋମୋ ଇରେକ୍ଟସ ମାନେ ଆସିଲେ, କଣ କଲେ? ନା ସିଧା ଚାଲିବା ପାଇଁ ଚେଷ୍ଟା କଲେ। ଆଉ ହୋମୋ ଏରିକ୍ଟସ ହଉଛନ୍ତି ପ୍ରଥମ ମାଙ୍କଡ ଶ୍ରେଣୀୟ, ଯିଏକି ଭୂମିପୃଷ୍ଠରେ ସିଧାସଳଖ 90 ଡିଗ୍ରୀ ହବ। ତମେ ଯାହାକୁ କହୁଛ ଭର୍ଟିକାଲ କଲମ ଷ୍ଟ୍ରଙ୍ଗ କରିକି ସିଧା ଭାବେ ଠିଆ ହେଇପାରିଲେ ଆଉ ଚାଲି ପାରିଲେ। ପାପୁଲି ତାଙ୍କର ବଡ ହେଇସାରିଥିଲା, ହାତ ବଡ ହେଇସାରିଥିଲା, ସେମାନେ ସିଧା ଚାଲି ପାରିଲେ। ସେମାନେ ପ୍ରଥମେ ଯିଏକି ଅଗ୍ନିକୁ ଆୟତ୍ତ କରି ମାଂସକୁ ପୋଡିବା ଆରମ୍ଭ କଲେ। ଯୋଉମାନେ ସାଧା ନର୍ମାଲି ମାଂସ ଖାଉଥିଲେ, ସେମାନେ ତନ୍ଦୁର କଲେ, ଭାଟି ବସେଇଦେଲେ, ନିଆଁକୁ ପଥର ଘଷିକି ନିଆଁ କାଢିକି ପୁରା ମାଂସ ଖାଇବା ଆରମ୍ଭ କଲେ। ଆଉ ସେ ମାଂସ ଖାଇବା ଯେତେ ଖାଇଲେ ସେ ପ୍ରୋଟିନ ଆହୁରି ହାଇଲି ଗଲା। ଧୀରେ ଧୀରେ ବ୍ରେନ ଖପୁରି ସ୍କଲ ବଢିଲା, ଆଉ ମୁଣ୍ଡ ଯେତେ ବଢିଲା, ବୁଦ୍ଧି ବଢିଲା, ଜ୍ଞାନ ବଢିଲା। ମାନେ ହାତରେ ଲୁଥିବା ରୁମ ଧୀରେ ଧୀରେ କଣ ହେଲା? ରୁମର ବି ବିକାଶ ଘଟିଲା, ଲାଙ୍ଗୁଡ ପରିବର୍ତ୍ତନ ହେଲା। ନେଚୁରାଲ ସିଲେକ୍ସନ ହେଇକି ସେମାନେ ଆସି କଣ ପହଞ୍ଚିଲେ? ହୋମୋ ନେନାଣ୍ଡରଥେସିସ। କଣ? ହୋମୋ ନେନାଣ୍ଡରଥେସିସ। ହୋମୋ ନେନାଣ୍ଡରଥେସିସ। ଯୋଉଥିରୁ ଆଉ ଗୋଟେ ଗ୍ରୁପ ଆସିଲା ହୋମୋ ସାପିଆନ୍ସ, ଯାହାକୁ କୁହାଗଲା ଆଧୁନିକ ମଣିଷ। ଯାହାକୁ କୁହାଗଲା ଆଧୁନିକ ମଣିଷ। ଏମାନେ କଣ ହେଲେ? ଏମାନେ ଆହୁରି କ୍ୟୁରିୟସ ହେଇଗଲେ। କହିଲେ ନା ଆମେ ଆଉ ଆଫ୍ରିକା ରହିବାନି, ଆମେ ସାରା ବିଶ୍ୱ ଭ୍ରମଣ କରିବା, ସାରା ଖେଳି ଯିବା। ଯେତେବେଳେ ଖେଳିବାକୁ ଗଲେ ସେମାନେ ବାହାରକୁ ଯାଯାବର ଭାବରେ ଗଲେ। ସେମାନେ କଣ? ଯେତେବେଳେ ଗୋଟେ ଜାଗାରୁ ଅନ୍ୟ ଜାଗା ଗଲେ ବହୁତ ସାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। କୋଉଠି ପଶୁ ଅଧିକା ଷ୍ଟ୍ରଙ୍ଗ ଥିଲେ। ଏମାନେ କଣ କଲେ? ନା ଏମାନେ କହିଲେ ନାଇଁ ଆଉ ଏମିତି ଚଳିବନି। କଣଟା ଚିନ୍ତା କଲେ? କହିଲେ ଆଉ ବାବାରେ ବାବା, ଆଉ ଖଟ ମୁଣ୍ଡିବାର ନାହିଁ, ଏବେ ମୁଣ୍ଡ ଖଟେଇବାର ଅଛି। ମୁଣ୍ଡ ଖଟେଇଲେ। କହିଲେ ନାଇଁ ଆମେ କଣ କରିବା? ଗ୍ରୁପ କରିବା, ଟିମ ଲିଡର ହବ, ଆମେ ଇସାରା ଦେବା, କେତେ ଆଟାକ କରିବା, ହୁଁ ହାଁ ହୁଁ ପୁରା ଆବାଜ ଦବା। ତ ତାପରେ କଣ? ଗୋଟେ ସିଷ୍ଟମ ଚାଲିଲା। ତାକୁ କୁହାଗଲା କଣ? ନା ଅବ୍ୟକ୍ତ ବାକ। ଦେଖ ଅବ୍ୟକ୍ତ ବାକ ସେମାନେ କଣ କଲେ? ବ୍ୟକ୍ତ ବାକକୁ ଆସିବାକୁ ଚେଷ୍ଟା କଲେ। ତ ସେମାନେ ଶିକାର ପ୍ରୋସେସକୁ କଣ କଲେ? ନା ଷ୍ଟ୍ରଙ୍ଗ କଲେ। ଷ୍ଟ୍ରଙ୍ଗ କରିକି ସେମାନେ କଣ? ନା ତାଙ୍କର ଯୋଉ ସ୍କିଲ ଟା କଲେ, ଯୋଉ କମ୍ୟୁନିକେସନ ପାଇଁ ଗୋଟେ ମାଧ୍ୟମ ଦରକାର ପଡିଲା। କାହାକୁ ଦରକାର ପଡିଲା? ନା ହୋମୋ ସାପିଏନ୍ସ ଆଉ ହୋମୋ ନେନାଣ୍ଡରଥେସିସ। ସେମାନଙ୍କୁ କଣ ହେଲା? ନା ଭାଷାର ଆବଶ୍ୟକତା ପଡିଲା କମ୍ୟୁନିକେସନ ପାଇଁ। କାହିଁକିନା କହିଲେ ନାଇଁ ଆମ ଭିତରେ ଗୋଟେ ଫିଲିଙ୍ଗସ ବଢିଲାଣି, ଆମେ ଫିଲିଙ୍ଗସକୁ ନ ବୁଝିଲେ ଆମେ ଆଗକୁ ଯାଇପାରିବା ନାହିଁ। ସେଇଠୁ ଯୋଉ 40,000 ରୁ 50,000 ବର୍ଷ ପୂର୍ବେ ଭାଷାଟା ମୋଡିଫାଏ ହେଇକି ଡେଭଲପ ଆରମ୍ଭ କଲା। ମଣିଷ ଜାଣିଲା ଲାଙ୍ଗୁଏଜ ସ୍କିଲ କଣ, ଯେ ଲାଙ୍ଗୁଏଜ ସ୍କିଲ ଟା କଣ ଜାଣିବା ପାଇଁ କଣ କଲା? ନା ଚେଷ୍ଟା କଲା। ଏଇ ଜାଗାରୁ କଣ ବୁଝିଲା? ନା ନିଜର ଲାଙ୍ଗୁଏଜ ସ୍କିଲକୁ କଣ ଜାଣିବାକୁ ଶିଖିଲା। ନ ଜାଣିଲେ ଆଉ ପସିବନି। ଏଇ ଦେଖ ପିଲାମାନେ ଗ୍ରୁଟ ଫୁଟ ୟୁ ହୁ ଏମିତି କହିକି ସେ ମାଡିଗଲେ, ନିଆଁର ବ୍ୟବହାର ଜାଣିଲେ, ଆଉ ସେମାନେ ସାରା ପୃଥିବୀ ପୃଷ୍ଠରେ ଖେଳିଗଲେ। ତାପରେ ତ 2500 ବର୍ଷ ପୂର୍ବେ ମଣିଷ ମହାକାଶ ସ୍ୱପ୍ନ ଦେଖିଲା, ଟ୍ରେନ ବ୍ୟବହାର ଜାଣିଲା। ତ ଏଇ ଭିତରେ କଣ କଲେ? ଯୋଉ 80ରୁ 1100 ବର୍ଷ ପୂର୍ବରୁ ଆଉ ଗୋଟେ ଦୁଃଖଦ ଆସିଲା। ଏମାନେ ସିନା ଭାଷା ଜାଣିକି ସାରା ପୃଥିବୀ ଖେଳିଲେ, କିନ୍ତୁ ଦୁଃଖ ହଉଛି ଆଉ ଗୋଟେ ଦୁର୍ଘଟଣା ପୃଥିବୀକୁ ମାଡି ଆସିଲା। ଆଉ ଗୋଟେ ଆଇସ୍ ଏଜ୍ ବରଫ ଯୁଗ। ସେଇ ବରଫ ଯୁଗ ଯେତେ ମାଡିଲା, ଏମାନଙ୍କ ପାଖରେ ଖାଦ୍ୟ ନଥିଲା, ଖାଦ୍ୟର ସଂଗ୍ରହ ନଥିଲା। କଣ କରିବେ ବା ବିଚାରା? ଏମାନେ କଣ କଲେ? ଟେକ୍ନିକ ଆପ୍ଲାଏ କଲେ। ଆପ୍ଲାଏ କରିକି କଣ କଲେ? ନାଇଁ
ଗୋଟେ କହିଲେ ଆମେ ନଦୀ ପାଖରେ ଅଛନ୍ତି, ମାଛ ଖାଉଛନ୍ତି, କିନ୍ତୁ ଆମେ କରିବା ଚାଷ ବାସ। ଆସରେ ମଣିଷ ଆସ, କରିବା ଆମେ ଚାଷ ବାସ। କୋଉଠି? ନଦୀ କୂଳରେ। ଆମେ ଯଦି ଇତିହାସକୁ ଲେଉଟେଇ ଦେଖିବା ଫର୍ଦ୍ଦ ସବୁକୁ, ମେହେରଗଡ଼ ପାକିସ୍ତାନର ସାକ୍ଷୀ ଅଛି, ଯାହାକି ପ୍ରତ୍ନତାତ୍ତ୍ୱିକବିଦଙ୍କ ଯୋଉ ଖୋଦିତ ଅନୁସାରେ ବାହାରିଛି ମେହେରଗଡ଼ରେ କୋଉଠି ପ୍ରଥମେ ଏଗ୍ରିକଲଚର। ତମେ ଯିବ କୋଉଠି? ସିଭିଲାଇଜେସନ, ଯାହାକୁ ସଭ୍ୟତା କୁହାଗଲା। ସଭ୍ୟତା କେତେବେଳେ ଆସିଲା? ଯଦି ମଣିଷ ଗୋଟେ ବାତାବରଣର କଣ ବଢେ, ପରିବେଶରେ ଖାପ ଖୁଆଏ, ତା ସହିତ ତାର ଚଳିବା, ବଞ୍ଚିବା, ଜୀବନ ଧାରଣ କ୍ଷମତା ପାଇଁ ଯାହା ଯାହା ସଭ୍ୟତାର ସହିତ ଆବଶ୍ୟକ, ତାକୁ କୁହାଗଲା ସଭ୍ୟତା। ଯଥା ବାସଗୃହଟେ ଥିବ, ଖାଦ୍ୟ ପାଇଁ ଚୁଲିଟେ ଥିବ, ଅଗ୍ନି ଥିବ, ସାମଗ୍ରୀ ଥିବ, ଦେବଦେବୀ ପୂଜା କରୁଥିବ, ବାଥରୁମ ଥିବ, ତାର କଣ ନା ସହର ଥିବ, ପୋର୍ଟ ଥିବ, ଥିବ ଏରିଆ ଥିବ, ତମର କମ୍ୟୁନିକେସନ ଥିବ, ରାଜଗାନ ହଉଥିବ, ତା ସହିତ ତମର କଣ ଗ୍ରାନାରୀ ଥିବ। ଏସବୁ ଭିତରେ କଣ ମଣିଷ ଚକ ଅଖ ବିଭିନ୍ନ ଧାତୁର କଣ ଆବଶ୍ୟକତା ବୁଝିଲା। ତ ସେମାନେ କଣ କଲେ? ଯୋଉ ସଭ୍ୟତା ଆମର ଗଢି ଉଠିଛି, ତମର ମିଶରୀୟ କୁହ, ଚୀନ ତିବ୍ବତୀୟ କୁହ, କିନ୍ତୁ ଆମର ଯୋଉ ଆର ଡି ବାନାର୍ଜୀ, ରାଖାଲ ଦାସ ବାନାର୍ଜୀ ଆବିଷ୍କାର ହଉ, ଆମର ଯେତେବେଳେ ଇଂରେଜ ମାନେ ଟ୍ରାକ୍ ପକଉଥିଲେ, ଯୋଉ ସମୟରେ କି ଖୋଲିବା ବେଳକୁ ସଭ୍ୟତା ବାହାରିଲା, ଯାହା କୁହାଗଲା ମେସୋପଟାମିଆ ସଭ୍ୟତା ଆଉ ହରପ୍ପାନ ସଭ୍ୟତା, ଯାହାକୁ କୁହାଗଲା ସିଭିଲାଇଜେସନ। ସେଇ ସଭ୍ୟତାରେ ଆମେ ଫୁଲି ଡେଭଲପ ସଭ୍ୟତା ପାଇଲେ। ଲାଙ୍ଗୁଏଜ ଜାଣିଛନ୍ତି, ଆମ ଲାଙ୍ଗୁଏଜ ଥିଲା, ସେମାନେ କମ୍ୟୁନିକେସନ କରୁଥିଲେ, ଆମେ ଜାଣିପାରିଲେ। ଏଇ ଯୋଉ ଜିନିଷଟାକୁ ଆମେ ବ୍ୟାଖ୍ୟା କଲେ, ଆମର କଣ ପାଇଁ ଭାଷାର ଆବଶ୍ୟକତା ପଡିଲା। ଭାଷା କଣ ପାଇଁ ଆମ ମାନଙ୍କର ଏକ ମୁଖ୍ୟ ଭାବରେ ପରିଗଣିତ ବା ପରିମାର୍ଜିତ ହେଲା। ଏଇଟା ହେଲା ଲାଙ୍ଗୁଏଜ ର ଆମର ଆବିଷ୍କାର ହେଲା। ତାପରେ ଆମେ ଦେଖିବା ଲାଙ୍ଗୁଏଜ ଭିତରେ କଣ ଅଛି। ଦେଖ, ପୃଥିବୀର ଯୋଉ ବ୍ୟାକରଣ ଅଛି, ତା ଭିତରେ ଆମର ବୈଦିକ ପରମ୍ପରା ଅନ୍ୱେଷଣ। ଦେଖ, ତମେ ମୁଁ କହିଲି ଓଡିଆ ଭାଷା, ଓଡିଆ ଭାଷାରେ କଣ ଅଛି ନା, ଓଡିଆ ଭାଷାଟା ତ ଖାଲି ଓଡିଶାର ନୁହେଁ। ଆମ ଓଡିଶା କୋଉଠି ନା ଭାରତ। କୋଉ ଭାରତ? ଏ ଭାରତ ନୁହେଁ, ଇଏ ସେଇ ମହାଭାରତ ଯାହାକି କାନ୍ଧାର ପାରସିକ ପର୍ଯ୍ୟନ୍ତ ବ୍ୟାପିଥିଲା। ସେ ମହାଭାରତ ଯାହାକୁ ତମେ କହୁଛ ଅଖଣ୍ଡ ଭାରତ ବର୍ଷ, ଯାହାକୁ ଆମେ ଭାଗ ଭାଗ ହେଇକି ଆମ ଭିତରେ ଚୀନ, ଆମ ଭିତରେ ଯାଇକି ଆଫଗାନିସ୍ତାନ, ଏପଟେ ଯଦି ତମେ ଯିବ, ଯଦି ଶ୍ରୀଲଙ୍କା ପର୍ଯ୍ୟନ୍ତ ଆମର ଆମର ଥିଲା ଭାରତ ବର୍ଷ। ତ ଶ୍ରୀଲଙ୍କା ସମୁଦ୍ର ପାଖାପାଖି ଆମର ଥିଲା, କିନ୍ତୁ ଆମର ଭାରତ ବର୍ଷ ଆଜି ଖଣ୍ଡ ବିଖଣ୍ଡିତ ହେଇକି ଗୋଟେ ଛୋଟିଆ ଟୁକୁରାରେ ଭାଗ ହେଉଛି। ତା ଭିତରେ ବି ଆମର ମନ ବୁଝୁନି, ଆମେ ରାଜ୍ୟ ରାଜ୍ୟ ଭାଗ କରୁଛନ୍ତି, ସେ ତ ଅଲଗା ଟପିକ। ତ ଯୋଉ ସମୟରେ ଭାରତ ଅଖଣ୍ଡ ଥିଲା, ସେତେବେଳେ କୁହାଯାଉଥିଲା ଆର୍ଯ୍ୟ ମାନେ ଭାରତର ମୂଳ ଅଧିବାସୀ। କିନ୍ତୁ ଭାଷାବିଦ, ବୈୟାକରଣବିଦ ମାନେ କହିଲେ ନାହିଁ, ଭାରତ ଯୋଉ ଏବେ ନୂଆ ଅଛି, ଆର୍ଯ୍ୟ ମାନେ ବାହାରୁ ଆସିଥିଲେ। ଯଦି ଆର୍ଯ୍ୟ ଆସିଲେ, ତାହେଲେ ଭାରତର ମୂଳ ଅଧିବାସୀ କିଏ ନା ଦ୍ରାବିଡ। ଦ୍ରାବିଡ ଯୋଉ ମୂଳ ଅଧିବାସୀ, ତାହେଲେ ସେମାନଙ୍କ ଭାଷା କଣ ନା ଦ୍ରାବିଡିଆନ ଭାଷା। ଆର୍ଯ୍ୟ ମାନେ ଆସିଲେ, ତାଙ୍କ ଭାଷା ଆର୍ଯ୍ୟ ଭାଷା ବା ଆର୍ଯ୍ୟ ଭାଷା। ଯୋଉ ଆର୍ଯ୍ୟ ମାନେ ବେଦ, ଉପନିଷଦ, ପୁରାଣ ରଚନା କଲେ। ଦ୍ରାବିଡ ମାନେ ଆଉ ଆର୍ଯ୍ୟ ମାନଙ୍କ ଭିତରେ ଯୋଉ କନଫ୍ଲିକ୍ଟ ଚାଲିଲା, ସେ ଭିତରେ କଣ ଯୋଉ ଆମର ମାନେ ଯୁଦ୍ଧ ହଉ, ଯାହା ବି ହଉ, ଦ୍ରାବିଡ ମାନେ ମାନସିକ ଭାବେ ସୁଦୃଢ ଥିଲେ, କିନ୍ତୁ ଆର୍ଯ୍ୟ ମାନେ ଉଭୟ ମାନସିକ ଆଉ ଯୁଦ୍ଧ ବିଦ୍ୟା ପାରଙ୍ଗମ ଥିଲେ। ସେଥିପାଇଁ ସେମାନେ କଣ କଲେ ନା ପୂର୍ବ ଆଉ ଉତ୍ତର ଭାରତର ଅଧିକୃତ କଲେ, ଆଉ ଦକ୍ଷିଣରେ କିଏ ରହିଗଲେ? ଦ୍ରାବିଡ ମାନେ। ଦ୍ରାବିଡ ମାନଙ୍କ ଭାଷା କଣ ଥିଲା? ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ଯାହା ବି ତମେ ଦେଖୁଛ ଆନ୍ଧ୍ର, ତାମିଲନାଡୁରେ। ଯଦି ତମେ ଏପଟେ ପଳେଇ ଆସିବ ପୂର୍ବକୁ, କାଶୀ ପଳେଇବ, ଆହ କି ଧାମ! କାଶୀରେ କଣ ପାଇବ? ସଂସ୍କୃତ ବେଦ ମନ୍ତ୍ର ପାଇବ, ପଣ୍ଡିତ ମାନେ ପାଇବେ, ବିଦ୍ୱାନୀ ପାଇବ। ପୂର୍ବ ଭାରତରେ ଆମର ଯୋଉ ଆର୍ଯ୍ୟ ଭାଷା ଅଛି, ମାଗଧୀ ଚାଲିଲା। ତାପରେ ଆମର ଲିପି ଗଲେ, ଜାଣିବ ଲିପି ତତ୍ତ୍ୱ ବିଷୟରେ। ତ ଏ ଭାଷା ଧୀରେ ଧୀରେ କଣ ହେଇଛି ନା କ୍ରମ ବିକାଶ ଘଟିଛି, ଯୋଉଥିରେ କୁ ଆମର ଉପଭାଷା ଅଛି, ପ୍ରାମାଣିକ ଭାଷା ଅଛି, ରାଷ୍ଟ୍ର ଭାଷା ଅଛି, ରାଜଭାଷା, ବିଶ୍ୱ ଭାଷା, ସଂକର ଭାଷା, ଅପଭାଷା, ଗୁଢ ଭାଷା, ମାତୃଭାଷା, ଦ୍ୱିତୀୟ ଭାଷା, ତାପରେ ଆସିଛି ଓଡିଆ ଭାଷା। ଯୋଉ ଓଡିଆ ଭାଷା ଭାରତର ସମ୍ବିଧାନର ଅଷ୍ଟମ ସୂଚୀ ଦ୍ଵାରା ସ୍ୱୀକୃତ 22ଟି ଭାଷା ମଧ୍ୟରେ ଅନ୍ୟତମ। ଏଇ ଓଡିଆ ଭାଷା ଦେଶର ପ୍ରାୟ 60,000 ବର୍ଗ ମାଇଲ ଏବଂ ବଙ୍ଗଳା, ବିହାର, ଆନ୍ଧ୍ର, ମଧ୍ୟପ୍ରଦେଶ 20,000 ବର୍ଗ ମାଇଲ ରେ ପରିମିତ ଅଛି। ତା ମାନେ ଓଡିଆ ମାନଙ୍କ ଦ୍ଵାରା ମାତୃଭାଷା ତଥା ପ୍ରାମାଣିକ ଭାଷା ରୂପରେ କଥିତ, ଲିଖିତ, ବ୍ୟବହୃତ ହୋଇଛି। ଏଇ ଭାଷାର ମୂଳ ଉତ୍ସ କଣ ଅଛି? ଆର୍ଯ୍ୟ ଭାଷା ବା ସଂସ୍କୃତ ଭାଷା।
ଭାରତୀୟ ଆର୍ଯ୍ୟ ଭାଷା ହେଉଛି ଇଣ୍ଡୋ ୟୁରୋପୀୟ ଭାଷା ପରିବାରର 7ମ ବର୍ଗରେ ଅନ୍ତର୍ଭୁକ୍ତ। ମୂଳ ୟୁରୋପୀୟ ଭାଷାରୁ କ'ଣ ଆସିଛି? ଇଣ୍ଡୋ ଇରାନୀୟ ଆର୍ଯ୍ୟ ଭାଷା। ତହିଁରୁ ଭାରତୀୟ ଆର୍ଯ୍ୟ ଭାଷା ଏବଂ ପ୍ରଶାଖା କ'ଣ କରିଛି? ଉନ୍ମେଷ କରିଛି, ଉନ୍ମେଷ। ଆଉ ଯୋଉ ଭାଷାର ଆମର କ'ଣ ଅଛି ନା ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ଯୋଉକୁ ବୈଦିକ ଭାଷା ବା ଲୌକିକ ଭାଷା, ଆଉ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଯୋଉଥିରେ ପାଲି, ପ୍ରାକୃତ, ଅଭ୍ରଂଶ, ଆଉ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଯୋଉଥିରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଅସମିଆ, ପଞ୍ଜାବୀ, ସିନ୍, ମରାଠୀ ଇତ୍ୟାଦି ଅଛି, ଯାହାକି ହଜାର ଖ୍ରୀଷ୍ଟପୂର୍ବ ପରବର୍ତ୍ତୀ ଅଞ୍ଚଳରେ ଆସିଛି। ତା ଭିତରେ ଆମର ଏଇ ଯୋଉ ଭାଷା ଜିନିଷ ପଢିଲେ, ଭାଷାର ଆମେ ଅୟମ ଆରମ୍ଭ କଲେ, ଭାଷା ଏକ ଛୋଟିଆ କଥା ନୁହେଁ। ଭାଷାକୁ ବୁଝିବା ପାଇଁ ମହତ ଦରକାର। ତମେ ଯଦି ଯିବ ସାକଲ୍ୟ, ଶକଟାୟନ, ଗାର୍ଗ୍ୟ, ଅପିଶ, କାକଶ୍ରୁତ, ବ୍ୟାଜ, ବାଜପାୟନ, ଯାସ୍କ ଏମାନଙ୍କର ଯୋଉ କଳାକୃତି ଏବେ ବିଲୁପ୍ତ ହେଇଛି। କିନ୍ତୁ ତମେ ଯଦି ଆମର ବୈୟାକରଣିକ କିଏ ଅଛନ୍ତି ନା ଯାହାଙ୍କର ବ୍ୟାକରଣ ଅପିଶ ଆଉ କାକକୃତ, ତାଙ୍କର କ'ଣ ପ୍ରତ୍ୟୟ, ଅବୟବ, ବହୁବ୍ରୀହି ସମାସ ବିଭିନ୍ନ ଉପରେ ଆଲୋଚନା କରୁଛନ୍ତି। ଆଉ ଯଦି କୁହାଯିବ ତାହେଲେ ଇନ୍ଦ୍ର ହଉଛନ୍ତି ପ୍ରଥମ ବୈୟାକରଣିକବିଦ। ପିଲାମାନେ ଶୁଣ, ଭାଷା ଆଉ ସାହିତ୍ୟ ଦିଟା ଅଲଗା କଥା। ତୁମେ ସାହିତ୍ୟରେ ପଢିଲେ କ'ଣ ପଢିବ? ଛନ୍ଦ, ଉପନିଷେଦ, ତମର ବିଭିନ୍ନ ଯୋଉ ଗଳ୍ପ ଗାଳ୍ପିକଙ୍କର କାବ୍ୟ ପଢିବ। କିନ୍ତୁ ପିଲାମାନେ ଅଛନ୍ତି ସାହିତ୍ୟରେ ଷ୍ଟ୍ରଙ୍ଗ ଅଛନ୍ତି, କିନ୍ତୁ ଭାଷାରେ ଦୁର୍ବଳ। ମୋ କହିବା କଥା, ତମେ ଯେମିତି ସାହିତ୍ୟରେ ଧନୀ, ଭାଷାରେ ଗରିବ ହୁଅନି। ଭାଷାକୁ ଜାଣିବା ଦରକାର, ଭାଷାକୁ ଡିପ୍ତରେ ବୁଡିକି ଭିତରେ ପଶିବା ଦରକାର। କାହିଁକି ନା ଭାଷା ବିନା ପୃଥିବୀ ସମାଜ ଗଠନ ଅସମ୍ଭବ। କାହିଁକି ନା ସେ ମନର ଭାବକୁ ପ୍ରକାଶ କରେ। ଆମେ ପଢିଛନ୍ତି ବେଦାନଂ ବେଦ, ବେଦ ମାନଙ୍କର ବେଦ। ଏହା ହଉଛି କ'ଣ? ବୈଦିକ ଯୁଗରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା, ଛନ୍ଦ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ ଦିଆଯାଉଥିଲା। ତାମାନେ ଏମାନଙ୍କର କ'ଣ ଆମର ଅଛି? ବ୍ୟାକୃତବାନ, ତା ଭିତରେ ବ୍ୟାକରଣବିତ ଅଛନ୍ତି, କି ସାହିତ୍ୟିକ ଅଛି, ଭାଷାବିତ ଅଛି। ତ ଏସବୁ ଜିନିଷ ହଉଛି ଭାଷାର ଗୋଟେ ଗୋଟେ ଅଂଶ ଆଉ ପ୍ରମୁଖ। ଭାଷା ବି ବିଲୁପ୍ତ ହେଇଛି, ଭାଷା ବିଲୁପ୍ତ ହେଇକି ନୂଆ ନୂଆ ଭାଷା ଆରମ୍ଭ ହେଇଛି। ତମର ପାଣିନିଙ୍କର ଅଷ୍ଟାଧ୍ୟାୟୀ ଅଧ୍ୟାୟକୁ ଜାଣିବ, ପାଣିନି ଅଷ୍ଟାଧ୍ୟାୟୀ ଯୋଉ ବ୍ୟାକରଣ ଶ୍ରେଷ୍ଠ ଜାଣିବ। ଆମର କଥାରେ ଅଛି, ଏକଦା ଇନ୍ଦ୍ରଦେବ ଆଉ ବାୟୁଦେବ ଭିତରେ ଘମାଘୋଟ ଲଢେଇ ହେଲା। ସେ ଲଢେଇରେ କିଏ ହେଲେ? ନାଇଁ, ବାୟୁଦେବଙ୍କୁ ତାଙ୍କ ବଜ୍ର ଇନ୍ଦ୍ର ତାଙ୍କ ବଜ୍ର ସାହାଯ୍ୟରେ ବାୟୁଦେବଙ୍କୁ 49 ଖଣ୍ଡ କରି କାଟିଦେଲେ। ଯାହାକୁ ତମର 1969 ମସିହାରେ ବାତ୍ୟା ସମୟରେ କୁହାଗଲା, 49 ବା ବୋଇବ 22 ପାହାଚେ ମିନ ଖେଳିବ। ଠିକ ସେଇ କଥାକୁ ମୁଁ ଆସିଲି। ସେଇ ଯୋଉ 49 ଖଣ୍ଡ କାଟିଦେଲେ, ଆମର ଭାଷାର ବର୍ଣ୍ଣ ସଂଖ୍ୟା ଆଜି ହେଇଛି 49। ଏମିତି ବିଭିନ୍ନ ତଥ୍ୟ ଡେପ୍ଥ ଆମେ ଯିବା। ଯେହେତୁ ଡେମୋ କ୍ଲାସ, ମୁଁ ଓଭରାଲି କହୁଛି, ଡେପ୍ଥ ଗଲେ ଆମେ ଗୋଟେ ସିରିଜରେ ପଢିବା, ଜାଣିବା, ଭିତରକୁ ବସିବା, ମଜା ନେବା, ପିଡିଏଫ ନେବା, ନୋଟ ନେବା। କିଏ ନା ବିରେନ୍ସ ଏକାଡେମୀ। କିଏ? ମାନେ ବିରେନ୍ସ ଏକାଡେମୀରେ ପଢିବା। ତ ଇଟ୍ସ ୟୋର ଚଏସ୍, ତମମାନଙ୍କ ଇଚ୍ଛା। କିନ୍ତୁ we will try to provide the best and best class। ଆମେ ଚେଷ୍ଟା କରୁଛୁ। ତ ବୀରେନ୍ ସାରଙ୍କ ନମ୍ବରଟି ମୁଁ ପିଲାମାନେ କହିଦଉଛି, ତାକୁ ତମେ ଏଇ ଗ୍ରୁପରେ ବି ମୁଁ ଲେଖି ଦଉଛି ଯେ ବୀରେନ୍ ଏକାଡେମୀ ନମ୍ବରଟି ତମେ ମାନେ କଲେକ୍ସନ କରିଦବ। ସାରଙ୍କ ନମ୍ବରଟି ମୁଁ ଦଉଛି, ଯେ ଲେଖ। ତା ଭିତରେ ଆମେ ଆଉ କିଛି ଆଲୋଚନା କରିବା, ତାପରେ କ୍ଲାସଟିକୁ ସମାପ୍ତ କରିବା। ଦେଖ, ତାଙ୍କ ସାର ନମ୍ବର ହଉଛି 9040759525 9040759525। ଆଉ ଥରେ 9040759525। 2 4 6 7 8 9 10 କାର ହେଲେ? ଇଟ୍ସ ବୀରେନ୍ ସାର୍, ବୀରେନ୍ସ ଆକାଡେମୀ। ତମର ପିଲାମାନେ ଏଇ ଯୋଉ ଭାଷା ପଢିଲ, ଭାଷା ଭିତରୁ ତମେ ଅନେକ ଜାଣିଥିବ। ତମେ ଯୋଉ ମୁଁ ଡାଇଗ୍ରାମ ଦେଇଥିଲି, ସେ ଡାଇଗ୍ରାମ ଅନୁସାରେ ଆମେ ଡିଭାଇଡ କରିକି କେତେ ଖ୍ରୀଷ୍ଟାବ୍ଦରୁ କେତେ ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ବା ଆମ ଭାଷା ଗଲା, ତା ବିଷୟରେ ଆମେ ପଢିବା। ଆମର ତା ଭିତରେ ଦେଶୀୟ ଭାଷା ପଢିବା। ତମେ ଦେଖ ପିଲାମାନେ, ଓଡ଼ିଶାରେ ରହୁଛ, ଓଡ଼ିଶାର ଭାଷା ଅଛି, କେତେ ଭାଷା ଅଛି? ବାଲେଶ୍ୱରୀ ଲାଙ୍ଗୁଏଜ ଅଛି, କୋରାପୁଟିଆ, ତମର ଟପି ଟାପିକି ଯିବ କେଉଁଝର ପଟେ ଡଙ୍ଗିରିଆ କନ୍ଧଙ୍କ ଲାଙ୍ଗୁଏଜ ଅଛି। ଯୋଉ ଡଙ୍ଗିରିଆ କନ୍ଧଙ୍କର ଶାଲଟି ଏବେ ଆମର
कौन पाइला ना आमर जो जीआई टैग टी मान्यता पाइला तुम जो मयूरभंज पयो जो काई चटनी पाइला ताकर कंध सौरा कुल्ह हु मुंडा खबर तो एमानकर लांगुएज भी टिपिकल अच्छी तुम टपी टापिक कहब एपटे कौटी नहीं आमर बालेश्वर पटे सेठी टिके बेंगली आ उड़िया भाषा टे मिक्स पाइब एमाने कहला उपभाषा बा आंचलिक भाषा जो राज्य भितर तो भाषार आमर क्रम विकास घटी आउ ता भितर भी बाहर जो पाणिनिकर 14 गोटी माहेश्वर सूत्रु आम संक्षेपण करी 3997 सूत्र बाहर कर आलोकपात करवा आम देखा आउ जाना क्या भाषा आम जान हेनी आम पतंजलि की पढ़ा आम सुश्रुत पढ़ा आम भाषा की पढ़ा आम कार्तिक पाणिनि बहुत जो संशोधन भी देखा ता सहित पाणिनि कात्यायन पतंजलि आविर्भाव हेतु ख्रीष्टीय काल में व्याकरण भी देखा तो यहाँ भाषा विधिर गोटे स्वरूप गोटे माध्यम आम उड्रु केमी आसिले आमर जो अच्छी मागधी अवंती प्राच्य सौरसेनी अर्धमागधी मालिका दाक्षिणात्य उड्राज तो ये जिनस को आम कौन देखा ता भर भी अच्छी शबर आभिर चांडाली द्राविड़ उड्रजा बानचारी 7 गोटी भाषा अच्छी जो थे नाटक व्यवहार होता ताकू भी आम देखा तो ये भाषार क्रम से देखा आम नोट्स भी दबा तो खूब तुम क्लास भल लगी आउ थैंक्स क्लास आई होप तुम बुझी पार आ गोटे कथा कहूँ जे उठरे उठरे उड़िया संतान उठी बुतु आउ केते दिन एई दिन तते देखिबा पई कि करिथिरे तते पूर्वरु महान उठ जाग्रत हुओ चलो यूपीएससी रो जॉब रो अपॉइंटमेंट धरिक आस पाठ पढ़ निजको स्ट्रांग कर कौन हारिबा नहीं उड़िया जातके हारिबा नहीं उड़िया जातके आमको दरकार गोटे सीट जी भी थाऊ आम संघर्ष करवा निज निजर कौन बनाओ ना कंप्यूटर बनाओ भावनी किए कौन पढ़ी तमें कौन पढ़ दैट्स बेस्ट दैट तुम प्रतिद्वंदी कई नुहति निजर छाई भी निजर प्रतिद्वंदी नुहति निजे निजर प्रतिद्वंदी कारण तुम जहाँ करुच मन को पचार आ गोटे जिन मन हूँ तुम प्रधान शत्रु ताकू जी आयत रखी पारा से विश्व इतिहास निज ना लिख आउ शिक्षार महत्व हूँ चारित्रिक सांगठनिक आउ समाज विकास निज भाग नवा शिक्षा ना कि चाकरी कर बसिकी 2 पैसा इनकम करवा तो तुम माने को आशा करुच्ची विश्वास करुच्ची क्लास टी भल लगी आउ खूब ए क्लास तुम्हें जदि भल लगिला दयाकोरी सांग मान सेयार कर कहीं तुम जान जदि अनेक जानतु भाषा आसला कौटे विकास केमी लिपि तत्व आसला केमी जानतु पिला माने कौन अच्छी कहीं जानिच विद्या ददाति विनवाद विनवाद ददाति पात्रतम पात्रतम धनम आपनोति तदनम विचार तामाने जो विद्या तुम करछो ताको दान करिया दरकार आउ शिक्षा दरकार लास्टली कहूची बिरेंस एकेडमी रे एबे नुआ ऑफर चलीची तुम माने आसिकी सार से कथा है कि जॉइन करि परिबो बिरेंस एकेडमी ओडिशा जो थिरे कि एतर मैक्सिमम पिला यूएस पाइचंती ता सहित तार टीजीटी आरंभ करके एजुकेशन मीडिया रे से बर्तन हाइलाइट अछि के बिरेंस एकेडमी सो होपफुली तमे आसी जॉइन होबो सार से कथा है जिवो डिटेल्स बुझिबो देन जॉइन है जिवो ओके सार से कथा हेबो डिटेल्स बुझिबो जॉइन है जिवो ओके थैंक्स क्लास थैंक्स टू होप ऑल ऑफ यू हैव अ ग्रेट डे